ପରେ ଆମେ ସ୍ୱାଗତ କରିବା ଜଣେ ୟଙ୍ଗଷ୍ଟର ଆଜି ଆମ ସହ ଯୋଡି ହୋଇଛନ୍ତି ସୌଭାଗ୍ୟ ମଲ୍ଲିକ। ଏ ସିଜନ ଯଦି ଆମେ ଦେଖିବା ବହୁତ ସାରା ୟଙ୍ଗ ପିଲାମାନଙ୍କ ନେମ୍ ଆଉ ଫେମ୍ ଆସିଛି ସାମ୍ନାକୁ ଅଲ ଓଡିଶାରେ। ତ ତାଙ୍କ ମଧ୍ୟରୁ ଜଣେ ଏକ ସୁପରଷ୍ଟାର ପ୍ଲେୟାର ସୌଭାଗ୍ୟ ମଲ୍ଲିକ ଆଜି ଆମ ସହ ଯୋଡି ହୋଇଛନ୍ତି। ସ୍ୱାଗତ କରିବାକୁ ଚାହିଁବି ସୌଭାଗ୍ୟ ମଲ୍ଲିକକୁ ଆମ ଇନଷ୍ଟାଗ୍ରାମ ଲାଇଭ ଶୋକୁ। ୱେଲକମ୍ ସୌଭାଗ୍ୟ ମଲ୍ଲିକ। थैंक यू। ସୌଭାଗ୍ୟ ପ୍ରଥମତେ ଆପଣ କେମିତି ଅଛନ୍ତି? ଅଫ ସିଜନ ଚାଲିଛି, କଣ କେମିତି ଚାଲିଛି ସୌଭାଗ୍ୟ ଏବେ? बहुत भल अच्छी ऑफ सीजन रे सेमती खेल टिके टिके खेल होउची वर्षा टिके बंद हो जाउची घरे अच्छे बे ଘରେ ଏବେ ଆପଣ ଅଛନ୍ତି, ଏବେ ଆପଣ ନିଜ ଫ୍ୟାମିଲିକୁ ଟିକେ ଟାଇମ ଦଉଛନ୍ତି ବିକଜ ଏ ସିଜନ ଆପଣ ବହୁତ ବ୍ୟସ୍ତ ଥିଲେ। ସୌଭାଗ୍ୟ ମଲ୍ଲିକ, ଏବେ ଯଦି ଆମେ ଦେଖିବା ପ୍ରଥମେ ନିଜ ବିଷୟରେ ଟିକେ କହିବେ, ଯେତେ ବି ଆମ ସହ ଦର୍ଶକ ମାନେ ଯୋଡି ହେଇଛନ୍ତି, ଆପଣ କେଉଠୁ ବିଲଙ୍ଗସ କରନ୍ତି, ଫୁଲ ଅଫ ବ୍ୟାକଗ୍ରାଉଣ୍ଡ ଆପଣଙ୍କର କଣ ଟିକେ ଜଣେଇବେ ପ୍ଲିଜ। हम मु केन्द्रापड़ा रो बिलोंग करे केन्द्रापड़ा आली ब्लॉक रो गौरपन्ना ग्राम रो घरे बापा माँ भाई आ बड़ बापा बड़ भाई माने आ जेजेमा आछन। ତୁଳସୀ କ୍ଷେତ୍ର କେନ୍ଦ୍ରାପଡା ଆଳିରୁ ଆପଣ ବିଲଙ୍ଗସ କରନ୍ତି। ଆଳି ଯଦି ଆମେ ଦେଖିବା ଏକ ବହୁତ ହି ସୁନ୍ଦର ପ୍ଲେସ, ଏକ ବହୁତ ହି ଭଲ ଜାଗା, ଆପଣ ସେଠୁ ବିଲଙ୍ଗସ କରନ୍ତି ସୌଭାଗ୍ୟ ମଲ୍ଲିକ। ଏବଂ ଯଦି ଆମେ ଦେଖିବା ଆପଣଙ୍କ କେନ୍ଦ୍ରାପଡାରୁ ବହୁତ ସାରା ପିଲାମାନେ ବିଲଙ୍ଗସ କରନ୍ତି, ଖାସ କରିକେ ଅଲ ଓଡିଶା ଟେନିସ କ୍ରିକେଟର ଯଦି ଆମେ 50-60% ପିଲାଙ୍କୁ ଦେଖିବା ତାହେଲେ ସେମାନେ କେନ୍ଦ୍ରାପଡାରୁ ହିଁ ଆସନ୍ତି ଏବଂ ଆପଣ ବି ସେହି ଏରିଆରୁ ଆସୁଛନ୍ତି। ତ କ୍ରିକେଟ କେନ୍ଦ୍ରାପଡାରେ ବହୁତ ଯଦି ଆମେ ଦେଖିବା ବହୁତ ଚାହିଦା ରହିଛି କ୍ରିକେଟକୁ ନେଇକି। ପ୍ରଥମେ ଆପଣ କେବେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ? ପ୍ରଥମ ଥର ପାଇଁ ଆପଣ କେବେ ବ୍ୟାଟ୍ କିମ୍ବା ବଲକୁ ଧରିଥିଲେ? बहुत छोट बेलू खेली बापा खेलुले क्रिकेट फास्ट तांकू देखिकी खेल देखी शिखी माने इच्छा होता खेलने क्रिकेट बहुत छोट बेलू 5 कि 6 वर्ष थिला बेले मु खेली क्रिकेट एमती खेलु खेलु माने अधिक इंटरेस्ट होला खेलने खेली आगु गाँव रे ଟିକେ ମୁଁ ଜାଣିପାରେ କି କୋଉ ଇୟର କିମ୍ବା କୋଉ ବର୍ଷରୁ ଆପଣ ଫାର୍ଷ୍ଟ ଟାଇମ ପାଇଁ କ୍ରିକେଟ ଖେଳିବା ଆରମ୍ଭ କଲେ? ପାଖାପାଖି 2009 କି 10 ରୁ। 2009 କିମ୍ବା 10? ଠିକ ଅଛି। ପ୍ରଥମେ ଆପଣ ନିଜ ଗାଁରେ ହିଁ କ୍ରିକେଟ ଖେଳିବା ଆରମ୍ଭ କରନ୍ତି ଏବଂ ଷ୍ଟାର୍ଟିଂ ରୁ ଆପଣ ଯଦି ଆମେ ଦେଖିବା ନିଜ ନିଜ ଗାଁ ପିଲାଙ୍କ ସହ କ୍ରିକେଟ ଖେଳିବା ଷ୍ଟାର୍ଟ କରନ୍ତି। କ୍ୟାରିୟର ପ୍ରଥମ ମ୍ୟାଚ କିମ୍ବା ପ୍ରଥମ ଟୁର୍ଣ୍ଣାମେଣ୍ଟ ଆପଣ କୋଉଠି ଖେଳିଲେ? କ୍ୟାରିୟର ତ ମୁଁ ଫାଷ୍ଟ ଷ୍ଟାର୍ଟିଂ କରିଥିଲି ବୋଲିଂ ରୁ। ଗୋଟା ଆମେ ମାନେ ଗାଁରେ ଖେଳେ ଏମିତି ବଡ ପିଲା ମତେ ଡାକି ନେଇଥିଲେ ଖେଳିବା ପାଇଁ। ଏଇ ପାଖ ଗାଁରେ ଆମର ଗୋଟେ ଟୁର୍ଣ୍ଣାମେଣ୍ଟ ଥିଲା, ଫାଷ୍ଟ ସେଠି ଖେଳିଥିଲି କୋଚିଲା ବୋଲି ଗାଁରେ ଫାଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳିଥିଲି। ନିଜ ଗାଁର ପାଖରେ ହିଁ ଆପଣ ପ୍ରଥମେ ଗୋଟେ ଟୁର୍ଣ୍ଣାମେଣ୍ଟ ଖେଳିବା ଆରମ୍ଭ କରିଥିଲେ ଏବଂ ସେ ଟୁର୍ଣ୍ଣାମେଣ୍ଟରେ ଯାହାବି ଆପଣ କିଛି କରିଥିଲେ କିଛି ମନେ ଅଛି? ବ୍ୟାଟିଂ ରେ କିଛି ରନ୍ କିମ୍ବା ବୋଲିଂ ରେ? ବ୍ୟାଟିଂ ରେ କଥା ମନେ ନାହିଁ, କିନ୍ତୁ ମୁଁ 6ଟା ବଲ୍ 4 ରନ୍ ଥିଲା ମାନେ ଆମ ଟିମକୁ ଜିତିବା ପାଇଁ ବୋଲିଂ କରୁଥିଲି ମୁଁ। ସେତେବେଳେ ମୁଁ ମାନେ ନୂଆ ନୂଆ ଲେଗ କଟର ପକଉଥିଲି, ଫାଷ୍ଟ ବୋଲିଂ କରୁଥିଲି। ସେତେବେଳେ ଏତେ ଗାଁରେ କଟର ଚାଲୁନଥିଲା ନା, ଏତେ ବ୍ୟାଟ୍ସମ୍ୟାନ ଖେଳି ପାରୁନଥିଲେ। ତ 6ଟା ବଲ୍ 4 ରନ୍ ଥିଲା, ମୁଁ 6ଟା ବଲ୍ 4 ରନ୍ ଅଟକେଇ ଦେଇଥିଲି। 6ଟି ବଲରେ 4 ରନ୍ ଥିଲା ଏବଂ ଆପଣ ବୋଲିଂ କରିକି ଅଟକେଇ ଦେଇଥିଲେ। ଆଜ୍ଞା। ତ ଏ ଟାଇମରେ ଆପଣ ବୋଲିଂ କଣ ପାଇଁ କରୁନାହାନ୍ତି ସୌଭାଗ୍ୟ? ବୋଲିଂ ଧୀରେ ଧୀରେ ବୋଲିଂ କରୁଥିଲି, ତାପରେ ବ୍ୟାଟିଂ ରେ ଅଧିକ ଫୋକସ କଲି ତ ବୋଲିଂ ଧୀରେ ଧୀରେ ଛାଡିଦେଲି। ଛାଡିନି ତ ଲୋକାଲ ପକଉଛି ବୋଲିଂ କରୁଛି, ନହେଲେ ଅଲ ଓଡିଶା ସେମିତି ବୋଲିଂ କରୁନି। ତ ଲୋକାଲ ମ୍ୟାଚେସ ରେ ଆପଣ ବୋଲିଂ କରୁଛନ୍ତି, ବଟ୍ ଯେତେବେଳେ ଆପଣ ବଡ ଲେଭେଲ କିମ୍ବା ଅଲ ଓଡିଶାକୁ ଆସୁଛନ୍ତି ଆପଣ ବୋଲିଂ କରୁନାହାନ୍ତି। ଠିକ ଅଛି, ଆମେ ଫାଷ୍ଟ ଆପଣଙ୍କ କ୍ୟାରିୟର ଉପରେ ଟିକେ ଫୋକସ ଦବା। ଆପଣ ତ କିଛି ମ୍ୟାଚେସ୍ କିଛି ଟୁର୍ଣ୍ଣାମେଣ୍ଟ ଆପଣ ନିଜ ଲୋକାଲିଟିରେ ଖେଳନ୍ତି, ତ ଗୋଟେ ବଡ ଟିମ୍ ସହ ଆପଣ କେବେ ଯୋଡି ହୁଅନ୍ତି ଏବଂ ସେ ଟିମ ର ନେମ୍ ବି କହିବେ? ଗୋଟେ ଏମିତିକା ଟିମ୍ ଯେ କି ସାୟଦ ଆପଣଙ୍କ ଜିଲ୍ଲା କିମ୍ବା ଜିଲ୍ଲା ବାହାରେ ଯାଇକି କିଛି ଟୁର୍ଣ୍ଣାମେଣ୍ଟ ଖେଳୁଥିବ, ତ ସେମିତିକା ଟିମ୍ ସହ ଆପଣ କେବେ ଯୋଡି ହୁଅନ୍ତି ଏବଂ ସେ ଟିମ ର ଟିକେ ନେମ୍ ବି କହିବେ? ପ୍ରଥମେ ତ ଆମେ ଖେଳୁଥିଲୁ ଲୋକାଲରେ, ଆମର ବହୁତ ଆଇଡି ମ୍ୟାଚ୍ ଖେଳୁ ଏପଟରେ। ଆଇଡି ମ୍ୟାଚ୍ ଖେଳିଲା ପରେ ତାପରେ ଆମର ଓନର ଯିଏ ଆମର ଆଳି ଏକ୍ସଆଇ ଓନର ଆଶିଷ ଭାଇ ହୁଅନ୍ତୁ, ସୁନିଲ ଭାଇ ହୁଅନ୍ତୁ, ସେ କହିଲେ କି ଆଉ ଆମର ତ ବହୁତ ମାନେ ଲୋକାଲ ପିଲା ଭଲ ଖେଳୁଛ, ତ ଆମେ ଗୋଟେ ଟିମ୍ ବନେଇବା, ଟିମ୍ ବନେଇକି ଆମେ ବାହାରୁ ଯାଇ ଖେଳିବା। ତ ଆମ ପିଲା ସମସ୍ତେ ସାହାଯ୍ୟ କଲେ, କେହି ମ୍ୟାଚ୍ ଫିସ୍ ନିଅନ୍ତିନି, ସବୁ ନିଜ ପିଲା ଆମର ଖେଳନ୍ତି ମିଶିକି। ତ
ନିଜ ପରଫର୍ମାନ୍ସ ଦେଖିବା ପାଇଁ ନିଜେ ଗୋଟେ ଟିମ୍ ବନେଇକି ଆମେ ବାହାରକୁ ଗଲୁ ଖେଳିବା ପାଇଁ। ଆଳି ଏକ୍ସଆଇ ଆମର ଫାର୍ଷ୍ଟ ଟିମ୍ ଥିଲା। ଆଳିଏକ୍ସଆଇ ଟିମ୍ ତରଫରୁ ହିଁ ଆପଣ ପ୍ରଥମେ ଖେଳିଛନ୍ତି, ତା ପୂର୍ବରୁ ଆପଣ ନିଜ ଗାଁର ଆଇଡି ମ୍ୟାଚେସ୍ ବଗେରା ଖେଳୁଥିଲେ, ଠିକ ଅଛି। ତ ଆଳିଏକ୍ସଆଇ ଯଦି ଆମେ ଦେଖିବା, ଆଳିଏକ୍ସଆଇ ଟିମ୍ ଫାର୍ଷ୍ଟ ଟାଇମ୍ ପାଇଁ କେବେ ଆସିଥିଲା, ମାନେ ଟିମ୍ ର ଆରମ୍ଭ କେବେ କଣ ହେଇଥିଲା, ତା ବିଷୟରେ ଆପଣଙ୍କୁ ଯଦି ଜଣା ଅଛି ତ ପ୍ଲିଜ ଆପଣ ଜଣାଇ ପାରିବେ ଆମ ଭିଉଅର୍ସ ମାନଙ୍କୁ ପ୍ଲିଜ। ମାନେ ଫାର୍ଷ୍ଟ ଆମେ ଯୋଉ ଆଳି ଏକ୍ସଆଇ ଟିମ୍ କଲୁ, ଆମେ ଲୋକାଲରେ ମ୍ୟାଚ୍ ଖେଳିଲୁ। ଲୋକାଲରେ ଯୋଉ ନନ୍ ଆଇଡି ମ୍ୟାଚ୍ ସବୁ ଆମର ପାଖାପାଖି ହଉ, କନିକା ହଉ, ଆଳି ହଉ, ପଟାମୁଣ୍ଡି ହଉ, ତା ଭିତରେ ଆମେ ଟୁର୍ଣ୍ଣାମେଣ୍ଟ ଖେଳିଲୁ। ତାପରେ ଆମେ ପୂର୍ବ ସିଜିନରୁ ଆମେ ଅଲ ଓଡିଶା ନାଇଟ୍ ମ୍ୟାଚ୍ କିଛି ଖେଳିଥିଲୁ। ଆଉ ପୂର୍ବ ଯୋଉ ସିଜିନ ଗଲା ତା ସେ ସିଜିନ ଆମେ ରେଡ୍ ବଲ୍ ଜଏନ୍ କରିଥିଲୁ, କିଛି ଅଳ୍ପ କିଛି ମ୍ୟାଚ୍ ଜଏନ୍ କରିଛୁ। ତ ଷ୍ଟାର୍ଟିଂରୁ ଆପଣ ଲୋକାଲିଟିରେ ହିଁ ଆଳିଏକ୍ସଆଇ ଯଦି ଆମେ ଦେଖିବା ଟିମ୍ ରୁ ଇଏ କରିଥିଲେ, ତ ଠିକ ଅଛି। ଆଳିଏକ୍ସଆଇ ଟିମ୍ ବିଷୟରେ ଆମେ ପ୍ରଥମେ ଜାଣିବା, ଟିମ୍ ର ଓନରଙ୍କ ବିଷୟରେ ଟିକେ ଆମକୁ ଭଲସେ କହିବେ ଏବଂ ଷ୍ଟାର୍ଟିଂରୁ କେଉଁ କେଉଁ ପ୍ଲେୟାର ମାନଙ୍କ ସହ ଆପଣ ଖେଳୁଛନ୍ତି, ଯେମିତିକି ଏବେକା ଟାଇମରେ ଆଳିଏକ୍ସଆଇ ରେ ସଚିନ ହୁଅନ୍ତୁ, ଅନ୍ୟାନ୍ୟ ବହୁତ ଭଲ ଭଲ ପ୍ଲେୟାର୍ସ ମାନେ ବି ଅଛନ୍ତି ଆଳିଏକ୍ସଆଇ ଟିମ୍ ତରଫରୁ। ତ ସେ ଟାଇମରେ କୋଉ କୋଉ ପ୍ଲେୟାର ମାନେ ଥିଲେ ଏବଂ ଟିମ୍ ର ଓନର ମାନଙ୍କ ବିଷୟରେ ପ୍ଲିଜ ଟିକେ କହିବେ। ଆମର ଓନର ଯେ ଆମର ଆଶିଷ ଭାଇ, ଆଶିଷ ସାମଲ, ତାଙ୍କର ଗୋଟେ ସ୍ପୋର୍ଟସ ମ୍ୟାନ ଅଛି। ସେ ଆମକୁ ବହୁତ ସପୋର୍ଟ କରନ୍ତି ଖେଳରେ। ଆମେ ସେ ଖେଳରେ ମାନେ ଜିତ ହାର ତ ଦେଖନ୍ତିନି, ମ୍ୟାଚ୍ ତ ଖେଳ ତ ଜିତିବା ହାରିବା ଗୋଟେ ମାନେ ପାର୍ଟ। ସେ ସବୁବେଳେ ଆମକୁ କୁହନ୍ତି ତମେ ଏଫର୍ଟ ଦେଇକି ଖେଳ, କେବେ ବି ଆମକୁ ହାରିଗଲେ ବି କିଛି ପଦେ କୁହନ୍ତିନି, ତ ନେକ୍ସଟ ଟାଇମ ଭଲ ହବ, ସବୁବେଳେ ଆମକୁ ସପୋର୍ଟ ଦିଅନ୍ତି, ସପୋର୍ଟ କରନ୍ତି। ଆଉ ସଚିନ ଯେ ଆମର ଯେ ବୋଲର ସଚିନ ଲେଙ୍କା, ସେ ଟିମ୍ କୁ ବହୁତ ମାନେ ସେ ଟିମ୍ କୁ ସବୁବେଳେ ନେଇକି ଯାଏ। ସେ ମାନେ ସିଏ ଆମର ମାନେ ମେନ୍ କ୍ୟାପ୍ଟେନ। କ୍ୟାପ୍ଟେନ ସବୁ ବୁଝାବୁଝି କରେ, ସବୁ ପିଲାଙ୍କୁ ସେ ନେଇକି ଯିବ ସବୁ, ତା ପାଇଁ ଆମେ ହିଁ ଯାଉ ଖେଳିବା ପାଇଁ। ଠିକ ଅଛି, ତ ସଚିନ ଲେଙ୍କା ଯିଏକି ଆପଣଙ୍କ ଟିମରେ ଜଣେ ପ୍ରମୁଖ ଏବଂ ସେ ଟିମ ର କ୍ୟାପ୍ଟେନ ମଧ୍ୟ। ଆଳିଏକ୍ସଆଇ ସହ ଆପଣ ଆରମ୍ଭରୁ ହିଁ ଯୋଡି ହେଇଥିଲା ନା ପ୍ରଥମେ ଟିମ୍ ବାହାରିଲା ତାପରେ ଆପଣ ଆଳିଏକ୍ସଆଇ ସହ ଯୋଡି ହେଲେ? ଆଜ୍ଞା, ମୁଁ କହିଲି କି ଆଳିଏକ୍ସଆଇ ଟିମ୍ ସହ ଆପଣ ଷ୍ଟାର୍ଟିଂରୁ ହିଁ ଯୋଡି ହେଇଥିଲା ନା ଟିମ୍ ବାହାରିବା ପରେ ଆପଣ ଯୋଡି ହେଲେ? ନାଇଁ ନାଇଁ, ଆମେ ଆଳି ଏକ୍ସଆଇ ଆମେ ହିଁ କ୍ରିଏଟ କରିଥିଲୁ, ଆମ ମାନଙ୍କୁ ନେଇ ହିଁ କ୍ରିଏଟ ହେଇଥିଲା। ତା ପୂର୍ବରୁ ଟିମ୍ ନଥିଲା, ଟିମ୍ ଥିଲା ଆଗରୁ ଯୋଉମାନେ ଖେଳୁଥିଲେ ସେମାନେ ମାନେ ଆଳି ଏକ୍ସଆଇ ନାଁରେ ଖେଳୁନଥିଲେ। ଆମର ଯୋଉ ଟେନିସ ଟା ଆମେ ହିଁ କ୍ରିଏଟ କରିଥିଲୁ ଆଳି ଏକ୍ସଆଇ। ଆଚ୍ଛା, ତ ଠିକ ଅଛି। ଏବଂ ଆଳିଏକ୍ସଆଇ ଯଦି ଆମେ ଦେଖିବା ଗୋଟେ ଭଲ ଟିମ୍, ଖାସ କରିକି ଗ୍ରୀନ ବଲ୍ ଫର୍ମାଟରେ, ଏବଂ ଆଳିଏକ୍ସଆଇ ଟିମ୍ ବିଷୟରେ ଆମେ ଯେତିକି ଜାଣିଛୁ, ଯଦି ମୁଁ କହି ରଖେ, ଆଳିଏକ୍ସଆଇ ନିଜ ଏରିଆର ହିଁ ପିଲାମାନଙ୍କୁ ନେଇକି ଖେଳିବା ପସନ୍ଦ କରେ। ସେ ପୁଣି ଅଲ ଓଡିଶା ମ୍ୟାଚେସ ରେ ବି, ଆମେ ଅଲ ଓଡିଶା ମ୍ୟାଚେସ ରେ ବି ଦେଖିଛୁ ଆଳିଏକ୍ସଆଇ ପଟେ, ଖାସ କରିକି ଆପଣଙ୍କୁ କେନ୍ଦ୍ରାପଡା ବି ଛାଡି ଦିଅନ୍ତୁ, ନିଜ ଆଳି ପିଲାଙ୍କୁ ନେଇକି ଖାସ କରିକି ଖେଳିବାକୁ ପସନ୍ଦ କରେ ଆଳିଏକ୍ସଆଇ। ଯୋଉଟା କି ଆଳିଏକ୍ସଆଇ ଟିମ୍ କୁ ଗୋଟେ ଭଲ ଖାସ ଟିମ୍ ବନାଏ। ଏବଂ ନେକ୍ସଟ ଯଦି ମୁଁ କହିବି, ଆଳିଏକ୍ସଆଇ ନିଜ ପିଲାମାନଙ୍କୁ ନେଇକି ଖେଳିବା ସତ୍ତ୍ୱେ ବି ଟିମ୍ ବହୁତ ଜାଗାରେ ଚାମ୍ପିୟନ ବି ହେଇଛି। ଆଉ ବହୁତ ସାରା ଯଦି ଆମେ ଦେଖିବା ମାନେ ଯଦି ଆମେ କହିପାରିବା କି ସକ୍ସେସ ବି ଟିମ୍ ହେଇଛି ବହୁତ ଜାଗାରେ। ଠିକ ଅଛି, ଆଳିଏକ୍ସଆଇ ପରେ ଯଦି ଆମେ ଦେଖିବା ଅଲ ଓଡିଶା ଲେଭେଲରେ ଏଇ ସିଜନ ଆମେ ଆପଣଙ୍କୁ ଦେଖେଇଲୁ ଡିସିସି ସନ୍ଥପୁରା କେନ୍ଦ୍ରାପଡା ଟିମରେ। ଡିସିସି ସନ୍ଥପୁରା କେନ୍ଦ୍ରାପଡା ଟିମରେ ଆପଣ କେବଳ ଖେଳି ନଥିଲେ, ଟିମ ର ଆପଣ ଜଣେ ପ୍ରମୁଖ ପ୍ଲେୟାର ଏବଂ କ୍ୟାପ୍ଟେନ ମଧ୍ୟ ହେଇଯାଇଥିଲେ। ଡିସିସି ସନ୍ଥପୁରା ସହ ଆପଣ କେମିତି ଯୋଡି ହୁଅନ୍ତି, ସେ ଟିମକୁ ଆସିବା ପଛରେ କାହାର ହାତ ଥାଏ, ବାପିନା ଭାଇଙ୍କ ବିଷୟରେ ପ୍ଲିଜ ଟିକେ କହିବେ। ଡିସିସି ତ ମୁଁ ପୂର୍ବ ସିଜିନ ର ମନସୁନ କପ ରୁ ଗୋଟେ ମ୍ୟାଚ ଫାଷ୍ଟ ଖେଳିଥିଲି, ମାନେ ଯେତେବେଳେ ଡିସିସି ଆଚ୍ଛା, ଫାଷ୍ଟ ଜଏନ୍ କରିଥିଲି, ପିପିଲ ରେ ଗୋଟେ ମନସୁନ କପ ହଉଥିଲା, ସେଠୁ ବାପିନା ଭାଇ ମତେ କଣ୍ଟାକ୍ଟ କରିଥିଲେ। ବାପିନା ଭାଇ ଏମିତି ଫୋନ କରି କହିଥିଲେ କି ଆଉ ଖେଳିବା ପାଇଁ ଯିବୁ, କହିଲେ ହଁ ମୁଁ ଯିବି। ଯାଇଥିଲି ସେଠିକି ମନସୁନ କପ, ତାପରେ ମୁଁ ଆଉ ଖେଳି ନଥିଲି। ତାପରେ କିଛି ମ୍ୟାଚ ଗଲା ପରେ ବାପିନା ଭାଇ ମତେ ସୁନ୍ଦରଗଡ଼ ମ୍ୟାଚ ବୋଧେ ଫାଷ୍ଟ ମତେ ଫୋନ କରିଥିଲେ ଯିବା ପାଇଁ, ସେଠିକି ମୁଁ ଯାଇଥିଲି। ସେଠି ମୁଁ ଅବଶ୍ୟ କିଛି ବ୍ୟାଟିଂ ଫ୍ୟାଟିଂ ପାଇନଥିଲି କିଛି, ଆମେ ମ୍ୟାଚ ଜିତିଥିଲୁ ମ୍ୟାଚ। ତା ପର ମ୍ୟାଚ ମୁଁ ଯାଇପାରିନଥିଲି, ମୋର କିଛି ପ୍ରୋବ୍ଲେମ ଥିଲା, ମୁଁ ଯାଇପାରିନଥିଲି ସେମିଫାଇନାଲ। ସେଠୁ ତାପରେ ଯାଇଥିଲି ଆମର ରେଖିଦେଇପୁର ସାହେବ, ସେଠି ଖେଳିଥିଲି। ସେଠି କ୍ୟାପ୍ଟେନ ହବାର କାରଣ ହଉଛି ଆମର ସେଠି ଦିଟା ମ୍ୟାଚ ଥାଏ, ଡିସିସି ର ଦିଟା ମ୍ୟାଚ ଥାଏ। ମେନ୍ ଟିମ୍ ଯୋଉଟା ଆମର ସେଟା ଯାଇଥିଲା ଘଣ୍ଟପଡା ଖେଳିବା ପାଇଁ। ଘଣ୍ଟପଡା ଖେଳିବା ଯାଇଥିଲା, ସେଠି ମୁଁ ଥିଲି ତ ମତେ ବାପିନା ଭାଇ କହିଲେ ଆଉ ତୁ କ୍ୟାପ୍ଟେନ ଆଜି ହେଇଯା, ଟସ୍ ପକାଇଲିନି। ମୁଁ ସେଠି ଟଚ୍ ପକେଇଥିଲି, ଆଉ ଆମେ ମୋ ଟିମ୍ ଭଲ ଖେଳିଥିଲା, ଆମେ ସେଠି ଚମ୍ପିୟନ ହେଇଥିଲୁ। ତ ସେଇଠୁ କ୍ୟାପ୍ଟେନ କରିଥିଲେ। ଠିକ ଅଛି। ଏବଂ ଡିସିସି ସନ୍ଥପୁରା ଟିମ୍ ସହ ଯୋଡି ହବାର କାହାର ହାତ ରହିଛି, ଆପଣଙ୍କୁ
କୌଣସି ପ୍ଲେୟାର ତରଫରୁ ପ୍ଲାଟଫର୍ମ ମିଳିଲା ନା ଡାଇରେକ୍ଟ ଓନର ଆପଣଙ୍କୁ କଲ୍ କରିଥିଲେ କି ଟିମ୍ ସହ ଯୋଡି ହୁଅନ୍ତୁ ବୋଲି? ନାଇଁ ଡାଇରେକ୍ଟ ମତେ ବାପିନା ଭାଇ ଫୋନ କରିଥିଲେ। ଆଉ ବାପିନା ଭାଇ ବିଷୟରେ ମୁଁ କଣ କହିବି, ଆଉ ସିଏ ତ ନିଜ ଭାଇ ଭଳିଆ ଭାବନ୍ତି, ମାନେ ନିଜ ଭାଇ ଭାଇ ବୋଲି ମାନନ୍ତି। ସେମିତି ଖେଳ ଥିଲେ ନଥିଲେ ସେମିତି କିଛି ନାହିଁ, ସବୁବେଳେ ମାନେ ମତେ ସପୋର୍ଟ କରନ୍ତି, ସବୁ ପିଲାଙ୍କୁ ସପୋର୍ଟ କରନ୍ତି। ଆଉ ମୁଁ ବହୁତ ମ୍ୟାଚ୍ ବି ମାନେ ଖରାପ ଖେଳିଛି, ଫ୍ଲପ୍ ଯାଇଛି, ତାପରେ ବି ମତେ ସପୋର୍ଟ କରିଛନ୍ତି, ଚାନ୍ସ ଦେଇଛନ୍ତି। ଆଉ ବାପିନା ଭାଇଙ୍କୁ ମୁଁ ବହୁତ ଧନ୍ୟବାଦ ଦଉଛି। ଡିସିସି ସନ୍ଥପୁରା କେନ୍ଦ୍ରାପଡା ଏ ସିଜନ ଯଦି ଆମେ ଦେଖିବା ଡେ ସିଜନ କଥା ମୁଁ କହୁଛି, ଡେ ସିଜନ ରେ ଡିସିସି ସନ୍ଥପୁରା ଗୋଟେ ଭଲ ଟିମ୍ ରହିଛି, ଗୋଟେ ଆଭରେଜ ଟିମ୍ ରହିଛି, ଯୋଉ ଟିମ୍ ଯଦି ଆମେ ଦେଖିବା ପ୍ରତି ଟୁର୍ଣ୍ଣାମେଣ୍ଟରେ ଡୋମିନେଟ କରିଛି। ହଁ ଅବଶ୍ୟ ବେଶୀ ଚାମ୍ପିୟନ ହେଇନି ଟିମ୍, କିନ୍ତୁ ଯେଉଁଭଳି ଭାବେ ଟିମ୍ ଖେଳିଛି ବହୁତ ଭଲ ଟିମ୍ ରୂପରେ ଟିମ୍ ବାହାରିଛି। କିନ୍ତୁ ଅନ୍ତିମ ସମୟରେ ସିଜନ ଯେତେବେଳେ ଏଣ୍ଡ ହବାକୁ ଯାଏ ତ ଡିସିସି ସନ୍ଥପୁରା ବହୁତ ସାରା ପରିବର୍ତ୍ତନ ଟିମ୍ରେ କରେ। ଷ୍ଟାର୍ଟିଂ ରୁ କଭର ସନ୍ତୋଷ, ଚିଲିକା ରାଜେଶଙ୍କ ଭଳି ପ୍ଲେୟାର ଥିଲେ, ବଟ୍ ଯେତେବେଳେ ସିଜନ ଆଗେଇ ଚାଲେ ତ ପୁଣି ଡିସିସି ସନ୍ଥପୁରା ବହୁତ ସାରା ପରିବର୍ତ୍ତନ କରେ, ଖାସ କରିକେ ଟିମ୍ସ ରେ। ଆପଣ ଆସନ୍ତି ଟିମ୍ ସହ ଯୋଡି ହୁଅନ୍ତି, ଚୈତନ୍ୟ ଟିମ୍ ସହ ଯୋଡି ହୁଅନ୍ତି। ଯଦି ଆମେ ଦେଖିବା ବହୁତ ସାରା ଏମିତି ପ୍ଲେୟାର ମାନେ ଅଛନ୍ତି ନୂଆ ନୂଆ ଚେହେରା ଦେଖାଯାଆନ୍ତି ଡିସିସି ସନ୍ଥପୁରା ଟିମ୍ ତରଫରୁ। ତ ଟିମ୍ ର ମିଟିଂ ବଗେରା କଣ କେମିତି ଥିଲା ଯେତେବେଳେ ଆପଣ ଯୋଡି ହେଲେ, ଚୈତନ୍ୟ ଯୋଡି ହେଲେ, କିଛି ଏମିତିକା ପ୍ଲେୟାର ମାନେ ଆସିକି ଟିମ୍ ସହ ଯୋଡି ହେଲେ ଏବଂ ଟିମ୍ ଯଦି ଆମେ ଦେଖିବା ଆହୁରି ଭଲ କ୍ରିକେଟ ଖେଳିବାକୁ ଲାଗିଲା? କିଛି ମିଟିଂ ବଗେରା ହୁଏ ଟିମ୍ ର, କିଛି ନୂଆ ଯେହେତୁ ଚେହେରା ଆସିଥିଲେ ମିଡ ସିଜନ ରେ? ଦେଖନ୍ତୁ ସିଜନ ଫାର୍ଷ୍ଟରେ ତ ମୁଁ ନଥିଲି ଟୁର୍ଣ୍ଣାମେଣ୍ଟରେ, ମାନେ ଟିମ୍ ସହିତ ନଥିଲି ନା। ଆଉ ମୁଁ ଜାଣିନି ଟିମ୍ ର କମ୍ବିନେସନ କଣ କେମିତି ଥିଲା, କଣ କେମିତି ଖେଳୁଥିଲା ସେଇଟା ତ ମୁଁ ଜାଣିନଥିଲି। ବୋଧେ ଟିମ୍ ର କମ୍ବିନେସନ ହେଇପାରୁନଥିବ ଠିକ ସେ, ସେଥିପାଇଁ ଟିମ୍ ରେଜଲ୍ଟ ପାଉନଥିଲା କି କଣ ସେଟା ମୁଁ ଜାଣିନି। ତ ଟିମ୍ ଡିସିଜି ଦେଖନ୍ତୁ କୌଣସି ଷ୍ଟାରକୁ ନେଇ ଖେଳିନି ସିଜନ ଡେ ରେ, କୌଣସି ଷ୍ଟାର ବି ନଥିବେ, ପ୍ରାୟ ସବୁ ୟଙ୍ଗଷ୍ଟାର ଥିବେ। ତ ହୁର୍ସି ଭାଇ ଭଳିଆ ଗୋଟେ ଆମର ଏକ୍ସପିରିଏନ୍ସ ପ୍ଲେୟାର, ଗୋଟେ ଦିଟା ପ୍ଲେୟାରଙ୍କୁ ନେଇକି ଖେଳିଛି। ତ ମୁଁ ଯେବେଠୁ ଜଏନ୍ କଲି ତ ମୁଁ ଦେଖିବାରେ ଡିସିଜି ବହୁତ ଭଲ ଖେଳିଛି, ଆଉ ସବୁ ଟିମ୍ କୁ ଡୋମିନେଟ କରିଛି। କମାଣ୍ଡୋ ଭଳି ନମ୍ବର 1 ଟିମ୍ କୁ ଡୋମିନେଟ କରିଛି। ସୁହାନୀ ଭଳି ଟିମ୍ କୁ ଆମେ ଲଗାତାର ହରେଇଛୁ, ତାର 5ଟି ଟୁର୍ଣ୍ଣାମେଣ୍ଟ। ତ ଭଲ ରେଜଲ୍ଟ କରିଛି ମୁଁ ଆସିଲା ପରେ, ଆମ ଟିମ୍ ଏଫର୍ଟ ଦେଇ ଖେଳୁଛୁ, ସବୁ ପିଲା ଭଲ ଖେଳୁଛନ୍ତି। ତ ମାନେ ମେନ୍ କଥା ହଉଛି ସେ ୟଙ୍ଗଷ୍ଟରଙ୍କୁ ନେଇ ପିଲାଙ୍କୁ ଖେଳିଛି। ଆମେ ଯୋଉ ପିଲାଙ୍କୁ ନେଇ ଖେଳୁଥିଲୁ, ଆମର ଯୋଉ ଟିମ୍ ଥିଲା ଅଲ ଓଡିଶାରେ କୋଉ ଟିମ୍ ବି ସେଇ ପ୍ଲେୟାରଙ୍କୁ ନେଇ ଖେଳିବନି, ଟୁର୍ଣ୍ଣାମେଣ୍ଟ ବି ଯିବନି ଖେଳିବା ପାଇଁ। ବାପିନା ଭାଇ ବହୁତ ଆମକୁ ସପୋର୍ଟ କରୁଛନ୍ତି, ସେ ଆମ ଉପରେ ଭରସା ରଖୁଛନ୍ତି, ସେଇଟା ବଡ କଥା। ସେଥିପାଇଁ ଆମ ରେଜଲ୍ଟ ପାଇଛୁ ଆମେ। ଏବଂ ଆପଣଙ୍କ ଡ୍ରେସିଂ ରୁମ ର ମାହୋଲ କଣ କେମିତି ଥାଏ, ଖାସ କରିକି ପ୍ୟାଭିଲିୟନ ର ମାହୋଲ କଣ କେମିତି ଥାଏ? ମ୍ୟାଚ ଜିତିବା ପରେ ତ ନିଶ୍ଚିତ ଭାବେ ବହୁତ ସାରା ଖୁସି ତ ଥିବ, ବଟ୍ ମ୍ୟାଚ ହାରିକି ଆସିବା ପରେ ଆପଣ ମାନେ ନିଜକୁ କେମିତି କନଫିଡେନ୍ସ ଦିଅନ୍ତି? ସିନିୟର ପିଲାମାନଙ୍କର କେତେ ସପୋର୍ଟ ଥାଏ? ଆଣ୍ଡ ଯଦି ଆମେ ଦେଖିବା ଟିମ୍ ର ଓନର୍ସଙ୍କର କେତେ ସପୋର୍ଟ ଥାଏ ଆପଣଙ୍କ ଟିମ୍ ଉପରେ ଯେତେବେଳେ ଆପଣ ମ୍ୟାଚ ହାରିକି ଆସନ୍ତି? ତ ଯେତେବେଳେ ଆମେ ମ୍ୟାଚ ଯାଉ ବି ବାପିନା ଆମକୁ କୁହନ୍ତି ଫାର୍ଷ୍ଟ ରୁ କି ଜିତ୍ ହାର କିଛି ମାନେ ମ୍ୟାଟର କରିନି, ତମେ କେତେ ଏଫର୍ଟ ଦଉଛ ସେଇଟା ମ୍ୟାଟର। ଲୋକ ଦେଖୁଛନ୍ତି ତମେ କେତେ ପରିଶ୍ରମ କରୁଛ, କେତେ ଏଫର୍ଟ ଦଉଛ, ସେଇଟା ବଡ କଥା। ଆଉ ପିଲାମାନେ ଏତେ ବି ପ୍ରେସର ନେଇ ଖେଳନ୍ତିନି, ଆମେ ବାସ୍ ନର୍ମାଲ କ୍ରିକେଟ ଖେଳୁ, ନିଜର ଏଫର୍ଟ ଦଉ, ରେଜଲ୍ଟ ସେଟା ଆମର ଯାହା ହବ। ଆମେ ଯଦି ଭଲ ଖେଳିଥିବୁ ତ ରେଜଲ୍ଟ ହାରିଲେ ବି ଆମକୁ ମନ ଦୁଃଖ ନାହିଁ। ଯଦି ଆମେ ଜାଣିଶୁଣି ଆମେ ଖରାପ ଖେଳିଥିବୁ, କାହାର ଏଫର୍ଟ ନଥିବ, ତ ସେଇଟା ତ କଷ୍ଟ ହବ ନା। ହାରିଲା ପରେ ଠିକ କିଛି ଅଛି। ନେକ୍ସଟ ମ୍ୟାଚ୍ ପାଇଁ କେମିତି, ମାନେ ଏଟା ହାରିଲେ କେମିତି ନେକ୍ସଟ ମ୍ୟାଚ୍ ପାଇଁ ପ୍ରିପେୟାର ହବ, ସେଥିପାଇଁ ଆମେ ପ୍ରିପେୟାର କରୁ। ହାରି ସାରିଲା ପରେ ତ ଆଉ ଭାବିଲେ ମନ ଦୁଃଖ କଲେ କିଛି ଲାଭ ନାହିଁ ନା। ତ ନେକ୍ସଟ ମ୍ୟାଚ୍ କେମିତି ଭଲ ହବ ସେ କଥା ଆମେ ଡିସ୍କସନ କରୁ। ଠିକ ଅଛି, ତ ଆପଣ ଯଦି ଆମେ ଦେଖିବା ତ ବହୁତ ହି ଭଲ କ୍ରିକେଟ ତାପରେ ଆପଣ ଖେଳିଛନ୍ତି ନିଜସ୍ୱ, ଏବଂ କଣ କହିବେ ସୌଭାଗ୍ୟ ନିଜ ବ୍ୟାଟିଂ ଉପରେ? ବିକଜ ଆପଣଙ୍କ ବ୍ୟାଟିଂ ବି ବହୁତ ହି ଦମଦାର ଥିଲା। ଆପଣଙ୍କ ବ୍ୟାଟିଂ ଯଦି ଆମେ ଦେଖିବା ଖାସ କରିକେ ଟିମ୍ ର ଯଦି ଏତେ ସକ୍ସେସ ମିଳିଛି ଟିମ୍ କୁ, ତ ଖାସ କରିକେ ଆପଣଙ୍କ ବ୍ୟାଟିଂ ପାଇଁ। ତ ନିଜ ବ୍ୟାଟିଂ ବିଷୟରେ ସୌଭାଗ୍ୟ ଆପଣ କଣ କହିବେ? ନିଜ ବ୍ୟାଟିଂ କୁ ନେଇକି ନିଜ ବ୍ୟାଟିଂ ର ସ୍କିଲ୍ ବିଷୟରେ କଣ କହିବେ ସୌଭାଗ୍ୟ ମଲ୍ଲିକ? ବ୍ୟାଟିଂ ର ସ୍କିଲ୍ ସେମିତି ନାହିଁ। ମୁଁ ଛୋଟବେଳୁ ଆଇଡି ମ୍ୟାଚ୍ ରୁ ଆମ ଗାଁରୁ ବି ଖେଳିଲା ପରଠାରୁ ମାନେ ମତେ ସବୁବେଳେ ପ୍ରେସର ସିଚୁଏସନରେ ହିଁ ଖେଳିବାକୁ, ମାନେ ସବୁବେଳେ ଟିମ୍ କୁ ମତେ ଲାଗେ ମୋ ଉପରେ ଡିପେଣ୍ଡ କରନ୍ତି, ମାନେ ଆମ ଆଇଡି ମ୍ୟାଚ୍ ରେ ମୁଁ ଗାଁ କଥା କହୁଛି। ସେଠୁ ମାନେ ସବୁବେଳେ ମୁଁ ମାନେ ପ୍ରେସର ସିଚୁଏସନରେ ଖେଳେ, ଫିନିସର ହିସାବରେ ଖେଳେ। ପ୍ରେସର ସିଚୁଏସନରେ ଖେଳିବା ହିଁ ସବୁଠାରୁ ମାନେ କଷ୍ଟ କାମ କ୍ରିକେଟରେ, ପ୍ରେସର ହ୍ୟାଣ୍ଡେଲ କରିବା। ସେଇଠୁ କ୍ରିକେଟର ମାନେ ଅଧିକ କନଫିଡେନ୍ସ ଆସେ। ଆମ ଆଳିଏକ୍ସଆଇ ଟିମ୍ ରେ ବି ସେମିତି ମୁଁ ସିଚୁଏସନରେ ଖେଳିଛି ସବୁବେଳେ। ତ ମତେ ସେଥିପାଇଁ ବ୍ୟାଟିଂ ରେ କନଫିଡେନ୍ସ ଆସେ କି ମୁଁ ଖେଳିପାରିବି। ଯେତେବେଳେ ଦେଖିଲି ଅଲ ଓଡିଶା ଦେଖିଲି, ମୋର ବି ଇଚ୍ଛା ହଉଥିଲା ଅଲ ଓଡିଶା ଖେଳିବା ପାଇଁ। ଲାଇଭ୍ ସବୁବେଳେ ମୁଁ ଲାଇଭ୍ ଦେଖେ, ମାନେ ଯେତେବେଳେ ଖେଳୁନଥିଲି ସେତେବେଳେ ମୁଁ ସବୁବେଳେ ଲାଇଭ୍ ଦେଖେ କି
ମୋର ବି ଖେଳିବାର ଇଚ୍ଛା ଅଛି, ମୁଁ ବି ଯାହା ଖେଳିବାକୁ ଚାହୁଁଛି। ତ ବାପିନା ପାଇଁ ମୋର ଡ୍ରିମ୍ ସକ୍ସେସ୍ ହେଲା, ଖେଳିଲି ଅଲ୍ ଓଡ଼ିଶା, ଲୋକ ବି ଚିହ୍ନିଲେ, ବହୁତ ଭଲ ଲାଗୁଛି। ରେଖିଦେଇପୁର ହଉ କିମ୍ବା ବାଲିଆପାଲ ହଉ କି ଅନ୍ୟାନ୍ୟ କୌଣସି ବି ଟୁର୍ଣ୍ଣାମେଣ୍ଟ ସିଜନ ର ଏଣ୍ଡ ଆଡକୁ ଆପଣଙ୍କ ବ୍ୟାଟିଂ ବହୁତ ହି ଜବରଦସ୍ତ ଥିଲା ଏବଂ ବହୁତ ସାରା ମ୍ୟାଚେସ୍ ମଧ୍ୟ ଆପଣ ଅନ୍ତିମ ସମୟରେ ବ୍ୟାଟିଂ ଆସିକି ମଧ୍ୟ ମ୍ୟାଚ୍ ୱିନ୍ ମଧ୍ୟ କରାଇଛନ୍ତି। ବହୁତ ସାରା ସଟ୍ସ ଆମେ ଆପଣଙ୍କର ଦେଖିଛୁ, ଓଭର କଭର ହେଲିକପ୍ଟର ସଟ୍ସ ହଉ କିମ୍ବା ଆପଣ ୟର୍କର କୁ ମଧ୍ୟ ବହୁତ ବଢିଆ ଭାବରେ ଇଏ କରି ଖେଳନ୍ତି, ତା ସହ ସିଙ୍ଗଲ ଡବଲ ଉପରେ ବି ଫୋକସ କରନ୍ତି। ତ କେତେ ସମୟ ଆପଣ ଦିଅନ୍ତି ଖାସ କରିକେ ପ୍ରାକ୍ଟିସରେ, ବିକଜ ବିନା ପ୍ରାକ୍ଟିସରେ ତ ଏସବୁ ସର୍ଟସ ଖେଳିବା ଏତେ ସହଜ ନୁହେଁ। ତ ନିଜକୁ ଆପଣ କେତେ ସମୟ ଦିଅନ୍ତି ଆଜ୍ ଏ ପ୍ଲେୟାର ଏବଂ ଖାସ କରିକେ ଗୋଟେ କେତେ ସମୟ ଆପଣ ନିଅନ୍ତି ବ୍ୟାଟିଂ ପ୍ରାକ୍ଟିସ ପାଇଁ? ମାନେ କ୍ରିକେଟ ତ ମୁଁ ମାନେ ଦିନେ ନ ଖେଳିଲେ ମୁଣ୍ଡ ଖରାପ ହେଇଯାଏ ଜାଣିକି। 4ଟା 3ଟା ବାଜିବ ମାନେ ମୁଁ ପିଲାଙ୍କୁ ନେଇକି ପଳେଇବି କି ଚାଲ ଖେଳିବା। ମାନେ ଯେତିକି ପିଲା ହୁଅନ୍ତୁ, ଆମର ଗୋଟେ ପାଖରେ ମୋ ଭାଇ ଛୋଟ ଭାଇ ଗୋଟେ ଅଛି ବିକି ବୋଲି ପିଲାଟା, ସେ ସବୁବେଳେ ମୋ ସାଙ୍ଗେ ଖେଳିବା ପାଇଁ ଯାଏ, କେହି ନଥିଲେ ବି ସିଏ ଯିବ ମତେ ବଲ୍ ପକେଇବ। ତ ସବୁବେଳେ ମାନେ ଆମେ 4ଟା ବେଳେ ତ ଡେଲି ଖେଳ, ଯାହା ବି ହେଲେ ଖେଳିବି 4ଟା ବେଳେ। ତାପରେ ମୁଁ ସେଠି କଟକରେ ମୁଁ ଏବେ ରହିଲା ପରଠାରୁ ସେଠି ବି ଯାଏ ପ୍ରାକ୍ଟିସ କରିବା ପାଇଁ। ତ ସବୁଦିନ ପ୍ରାକ୍ଟିସ ଟା ନିହାତି ଦରକାର, କ୍ରିକେଟ ପ୍ରାକ୍ଟିସ ନହେଲେ ଟିକେ ଟଚ୍ ଛାଡିଗଲେ ମାନେ ମାନେ ଖେଳିବା କଷ୍ଟ, ସବୁଦିନ ପ୍ରାକ୍ଟିସ କରିବା ଦରକାର। ତ ନିଶ୍ଚିତ ଭାବରେ ଆପଣଙ୍କର ଯଦି ଆମେ ଦେଖିବା ପ୍ରାକ୍ଟିସ ହିଁ ଟପ୍ କ୍ଲାସ ରହିଛି, ଯୋଉଥିପାଇଁ ଆପଣଙ୍କୁ ବହୁତ ସାରା ସକ୍ସେସ ମିଳୁଛି ଏବଂ ସେମିତିକା ବ୍ୟାଟିଂ, ସେମିତିକା ସଟ୍ସ ଏବଂ ସେମିତିକା ଇନିଂସ ପରେ ଡିସିସି ସନ୍ଥପୁରାକୁ ସକ୍ସେସ ମିଳେ। ଏବଂ ଡିସିସି ସନ୍ଥପୁରା ଯଦି ଆମେ ଦେଖିବା ସିଜନ ଏଣ୍ଡରେ କିଛି ଏମିତି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହବା ପରେ ଟିମ୍ ଗୋଟେ ଭଲ ଟିମ୍ ରୂପରେ ଆସେ ଏବଂ ନେକ୍ସଟ ସିଜନ ଟିମ୍ ଆହୁରି ଭଲ କରିବ ବୋଲି ଗୋଟେ ଆଶା ମଧ୍ୟ ରହିଛି ଏବେ ଡିସିସି ର ଫ୍ୟାନ୍ସ ମାନଙ୍କ ପାଇଁ। ନେକ୍ସଟ ଆମେ ଯିବା, ଯେତେବେଳେ ଆପଣ ବ୍ୟାଟିଂ ଭଲ କଲେ ଆପଣଙ୍କ ବହୁତ ସାରା ସଟ୍ସ, ଖାସ କରିକି ଆପଣଙ୍କ ହେଲିକପ୍ଟର ସଟ୍ସ ଯଦି ଆମେ ଦେଖିବା, ଏସବୁ ପରେ ଆପଣଙ୍କର ଗୋଟେ ନୂଆ ନେମ୍ ଦିଆଗଲା, ଆପଣଙ୍କ ନେମ୍ ଦିଆଗଲା ଛୋଟା ଡନ୍। ଡନ୍ ନାଁରେ ତ ଆପଣ ଯଦି ଆମେ ଦେଖିବେ ବିଶ୍ୱରଞ୍ଜନ ସାହୁ ଆପଣଙ୍କର ହିଁ ଏରିଆର ପ୍ଲେୟାର। ବିଶ୍ୱରଞ୍ଜନ ସାହୁ ଜଣେ ଟପ୍ କ୍ଲାସ ଅଲରାଉଣ୍ଡର ଯଦି ଆମେ କହିବା ଅଲ୍ ଓଡ଼ିଶା ଟେନିସ କ୍ରିକେଟରେ। କିନ୍ତୁ ଯେହେତୁ ଆପଣଙ୍କୁ ତାଙ୍କର ଲାଇଟ୍ ଭର୍ସନ ବୋଲି କୁହାଗଲା କି ନାଇଁ ଆପଣଙ୍କ ମଧ୍ୟରେ ବି ସେମିତିକା ଝଲକ ଦେଖାଯାଉଛି, ଟିକେ ଆମକୁ ଟିକେ ପ୍ଲିଜ ଆପଣ ମତେ ଭଲକି ବୁଝେଇବେ କି ଆପଣ ବି ବିଶ୍ୱରଞ୍ଜନ ସାହୁକୁ ଫଲୋ କରନ୍ତି, କଣ ଆପଣଙ୍କୁ ବିଶ୍ୱରଞ୍ଜନ ସାହୁ ଭଲ ଲାଗନ୍ତି, ନା ଆପଣ କେବେ ତାଙ୍କ ସହ ଆଗରୁ କ୍ରିକେଟ ଖେଳୁଛନ୍ତି ବିଶ୍ୱରଞ୍ଜନ ସାହୁଙ୍କ ସହ, ତାଙ୍କ ବିଷୟରେ ଟିକେ ପ୍ଲିଜ ଆମକୁ ଭଲସେ ଜଣେଇବେ। ହଁ, ଚିନୁ ଭାଇ ତ ବହୁତ ପସନ୍ଦ, ମାନେ ତାଙ୍କ ସର୍ଟ ବି ମୁଁ କିଛି ଫଲୋ କରେ, ମତେ ଭଲ ଲାଗନ୍ତି, ଭଲ ଲାଗନ୍ତି ଖେଳିବା, ତାଙ୍କ ଖେଳ ମତେ ଭଲ ଲାଗେ, ଦେଖିବା ପାଇଁ ମତେ ଭଲ ଲାଗେ। ଆଉ ତାଙ୍କ ସହ ବି ମୁଁ ଖେଳିଛି। ବାଙ୍ଗାଲୋରରେ ଖେଳିଥିଲୁ ରିସେଣ୍ଟ, ଆମେ ଯୋଉ ପୂର୍ବଥର ଗଣେଶ ପୂଜା କପ୍ ଆମେ ଚମ୍ପିୟନ ହେଇଥିଲୁ, ତାଙ୍କ ସହ ଖେଳିଥିଲୁ। ତ ଆମେ ଲୋକାଲରେ ବି ମୁଁ କିଛି ମ୍ୟାଚ୍ ଖେଳିଛି ତାଙ୍କ ସହିତ। ତାଙ୍କ ସହିତ ଖେଳିଲେ ବି ମତେ କନଫିଡେନ୍ସ ଆସେ କି ଭଲ, ଯେହେତୁ ଭଲ ପ୍ଲେୟାର ନା, ଯାହା ବି ହେଲେ ଭଲ ଲାଗିବ ଖେଳିବା ପାଇଁ। ତ ମତେ ବି ଭଲ ଲାଗେ, କନଫିଡେନ୍ସ ଆସେ ତାଙ୍କ ସହିତ ଖେଳିବା ପାଇଁ। ବହୁତ ଭଲ ପ୍ଲେୟାର ସେ। ଏବଂ ଏତେ ସହଜରେ ଆପଣ ହେଲିକପ୍ଟର ସଟ୍ କେମିତି ଖେଳି ପାରନ୍ତି, ପ୍ଲିଜ ଟିକେ ଆମକୁ ଭଲସେ ବୁଝେଇବି କି ହେଲିକପ୍ଟର ସଟ୍ସ ଆମେ ଏତେ ସହଜରେ କେମିତି ଖେଳି ପାରୁ, ଖାସ କରି ୟର୍କର ବଲକୁ, ଯୋଉ ବଲ ଖେଳିବା ଭାରି ମୁସ୍କିଲ ଥାଏ କିନ୍ତୁ ଆପଣ ୟର୍କର ଡିଲିଭରୀକୁ ବି ପିକ୍ କରିକି ଛଅ ଲଗେଇ ଦିଅନ୍ତି, ସେଟା କେମିତି? ମୁଁ ଯୋଉ କହୁଥିଲି ଆମ ଆଇଡି ମ୍ୟାଚ୍ ଏପଟରେ ଆମର ସିଧା ବଲ ଖେଳ ହୁଏ, କଟର ଆଲାଉ ନଥିଲା, ସିଧା ବଲ ଖେଳ ହୁଏ। ସିଧା ବଲରେ ତ ମାନେ ଅଧିକ ୟର୍କର, ମାନେ ଅଧିକ ୟର୍କର ନ କଲେ ବଞ୍ଚି ପାରିବନି, ପଛରେ ଗଲେ ଛକା, ସିଧା ବଲରେ ମାଡ଼ ହବ। ତ ୟର୍କର ବଲ ପ୍ରାକ୍ଟିସ ମାନେ ହେଲିକପ୍ଟର ଏମିତି ସିଧା ବଲ ଖେଳୁ ଖେଳୁ ପ୍ରାକ୍ଟିସ ହେଇଯାଇଛି ହେଲିକପ୍ଟର ସଟ୍। ବ୍ୟାଟ୍ ଫ୍ଲୋ ଟା ରହିଯାଇଛି ତ ସେଇଟା ଖେଳି ଦଉଛି। ଠିକ ଅଛି ସୌଭାଗ୍ୟ ମଲ୍ଲିକ, ବହୁତ ସାରା ଜିନିଷ ଆମେ ଆପଣଙ୍କ ଠାରୁ ଜାଣିବାକୁ ପାଉଛୁ। ନେକ୍ସଟ ଆପଣଙ୍କ ସହ ଗୋଟେ ଏମିତିକା ପ୍ଲେୟାର ଯାହାଙ୍କ ଯୋଡି ଯଦି ଆମେ ଦେଖିବା ଅନ୍ତିମ କିଛି ଟୁର୍ଣ୍ଣାମେଣ୍ଟରେ ବହୁତ ହି ଭଲ ଯୋଡି ଥିଲା, ତାଙ୍କ ସହ ଆପଣଙ୍କ ଯଦି ଗୋଟେ ଭଲ ପାର୍ଟନରସିପ ହୁଏ ତ ସାୟଦ ଡିସିସି ସନ୍ଥପୁରାକୁ ହରାଇବା ଭାରି ମୁସ୍କିଲ ହେଲା। ତ ମୁଁ ଜାଣିବାକୁ ଚାହୁଁଛି ଚୈତନ୍ୟଙ୍କ ବିଷୟରେ, ଚୈତନ୍ୟ ବାରିକ ଯିଏକି ୱେଷ୍ଟର୍ଣ୍ଣ ଓଡିଶାର ଆଉ ଏକ ସୁପରଷ୍ଟାର ପ୍ଲେୟାର, ତାଙ୍କ ବିଷୟରେ ଟିକେ ଭଲକି କହିବେ। ସେ କେମିତିକା ବ୍ୟାଟର, ଆଉ ବ୍ୟାଟର ଛଡା ସେ କେମିତିକା ଜଣେ ମଣିଷ, ସେ କେମିତିକା ଜଣେ ପ୍ଲେୟାର, ପ୍ଲିଜ ଟିକେ ଭଲସେ ଆମକୁ ଜଣେଇବେ ଚୈତନ୍ୟ, ଏବଂ ତାଙ୍କ ସହ ବ୍ୟାଟିଂ କରିକି ତାଙ୍କ ସହ ପାର୍ଟନରସିପ କରିକି ଆପଣଙ୍କୁ କେତେ ଭଲ ଲାଗେ? ଚୈତନ୍ୟ ଫାଷ୍ଟ ମୁଁ ସୁନ୍ଦରଗଡ଼ ଯାଇଥିଲି, ମୋ ଫାଷ୍ଟ ଟୁର୍ଣ୍ଣାମେଣ୍ଟ, ସିଏ ବି ଡିସିସି ପଟୁ ଫାଷ୍ଟ ମ୍ୟାଚ୍ ହିଁ ଖେଳିଥିଲା ସେଠି। ତାକୁ ସ୍ୱାଧୀନ ଭାଇ ବୋଧେ ଆଣିଥିଲେ। ସିଏ ବ୍ୟାଟିଂ ଗଲା ଯେତେବେଳେ, ସିଏ ମୋରି ଭଳିଆ ହାଇଟ ର, ଛୋଟିଆ ହାଇଟ ର ବ୍ୟାଟିଂ ଗଲା। ମୁଁ କହିଲି କଣ ବାଡେଇବ,
ତାପରେ ଯେତେବେଳେ ସେ ମାନେ ବ୍ୟାଟିଂ ଦେଖି ତାର ମାନେ ପୁରା ମୁଁ ଆଶ୍ଚର୍ଯ୍ୟ। ସେଠି ବହୁତ ବଡ ବାଉଣ୍ଡ୍ରି, କଭର ଲଙ୍ଗ ଅଫରେ ବହୁତ ବଡ, ସେ ଲଙ୍ଗ ଅଫରେ ଛକା ମାରିଥାଏ, ମାନେ ବହୁତ ବଡ ବଡ ଛକା ମାରିଥାଏ ସେଠି। ମୁଁ ଦେଖିଲି କି ବ୍ୟାଟ୍ସମ୍ୟାନ ର କ୍ୱାଲିଟି ଅଛି କିଛି, ସେଇଠୁ ତାକୁ ମୁଁ ଚିହ୍ନିଥିଲି। ତାପରେ ସେ ଡିସିଜି ପଟୁ କଣ୍ଟିନ୍ୟୁ କଲା, ଆଉ ତା ସହିତ ଖେଳିବା ପାଇଁ ମତେ ମାନେ ବହୁତ କନଫିଡେନ୍ସ ଆସେ, ସେ ପ୍ରେସରକୁ ରିଲିଜ କରିଦିଏ। ନିଶ୍ଚିତ ଭାବରେ ଯାହାଙ୍କ ନେମ୍ ଯଦି ଆମେ ଦେଖିବା ତ ଦିଆଯାଇଛି କାର୍ଲୋସ। କାର୍ଲୋସ ଯଦି ବହୁତ ହି ପାୱାର ହିଟର ବ୍ୟାଟର ଯଦି ଆମେ ଦେଖିବା ଚୈତନ୍ୟ, କେବେ ଆପଣ ତାଙ୍କ ସହ ଚର୍ଚ୍ଚା କରିଛନ୍ତି? କେବେ ଦୁଇ ଜଣ ବସିକି କେବେ କଥା ହେଇଛନ୍ତି? କେବେ ଚୈତନ୍ୟ ଆପଣଙ୍କୁ ପଚାରିଛନ୍ତି କି କିରେ ତୁ କେମିତି ହେଲିକପ୍ଟର ସଟ୍ସ ଏତେ ସହଜରେ ମାରୁଛୁ? ଆପଣ କେବେ ଚୈତନ୍ୟକୁ ପଚାରିଛନ୍ତି କି ତୁ କେମିତି ପୁଲ ସଟ୍ ଟା ଏତେ ବଢିଆ ଭାବରେ ଖେଳି ପାରୁଛୁ? କେବେ ଦି ଜଣ ବସିକି ଆପଣ ଡିସ୍କସ କରନ୍ତି? ନା ନା, ଏମିତି ଡିସ୍କସନ କିଛି ହେଇନି। ତ ଆମେ ଭଲସେ ମିଶିଛୁ, ବହୁତ ଭଲ ବଣ୍ଡିଂ। ଠିକ ଅଛି। ସୌଭାଗ୍ୟ ମଲ୍ଲିକ, ବହୁତ ଛୋଟ କ୍ୟାରିୟର ଆପଣଙ୍କର ରହିଛି ଅଲ ଓଡିଶାରେ। ଏଇ ସିଜନ ହିଁ ଆପଣ ଖେଳିବା ଆରମ୍ଭ କରିଛନ୍ତି। ଧୀରେ ଧୀରେ ଆପଣଙ୍କ କ୍ୟାରିୟର ଆହୁରି ଆଗକୁ ବଢିଛି ସୌଭାଗ୍ୟ। କିଛି ଅନ୍ୟ ଟିମ ରୁ କଲ ବଗେରା ଆସୁଛି? ଡିସିସି ଶଙ୍ଖପୁରା ତ ଆପଣଙ୍କର ନିଜେ ଆପଣ ଟିମ ର କ୍ୟାପ୍ଟେନ, ଏତେ କମ ବୟସରେ ଆପଣ ଟିମ ର କ୍ୟାପ୍ଟେନ ହେଇଯାଆନ୍ତି, ଏତେ ସାରା ଜିନିଷ ଆପଣ ନିଜ ଆଖିରେ ଦେଖି ନିଅନ୍ତି, ଟିମକୁ ମଧ୍ୟ ସକ୍ସେସ ବି କରାନ୍ତି, ଚାମ୍ପିୟନ ବି କରେଇ ଦିଅନ୍ତି। କିଛି ଅନ୍ୟ ଟିମରୁ କଲ, ଖାସ କରି କିଛି କଲ ବଗେରା କିଛି ଆପଣଙ୍କୁ ଆସୁଛି କି ନେକ୍ସଟ ସିଜନ ଆପଣ ଆମ ସହ ଯୋଡି ହେବେ କି ଆମ ଟିମରେ ଖେଳିବେ? କିଛି ଅଫର ଆସୁଛି ଆପଣଙ୍କୁ? ନା ନା, ସେମିତି ଅଫର ଆସିନି। ମୁଁ ଡିସିଜି ପୂର୍ବରୁ ଖେଳୁଥିଲି, ଡିସିଜି ପଟ ତ ଫାଷ୍ଟ ମାନେ ମୁଁ ଖେଳିଛି, ଡେବ୍ୟୁ କରିଛି। ବାପି ନାଇଙ୍କ ଥ୍ରୋରୁ ମୁଁ ଯାଇଥିଲି ଏନସିଡି ପଟୁ ଖେଳିବା ପାଇଁ। ପିକୁ ନାଇ ମତେ ଫୋନ କରିଥିଲେ ଗୋଟେ ମ୍ୟାଚ୍, ଏମିତି ଗୋଟେ ଆମର ନାଇଟ ମ୍ୟାଚ୍, ମଞ୍ଚେଶ୍ୱର ମ୍ୟାଚ୍ ବୋଧେ, ଗୋଟେ ନାଇଟ ମ୍ୟାଚ୍ ଯାଇଥିଲି ଖେଳିବା ପାଇଁ। ଆଉ ସେଠି ମୁଁ ନୋ କମ୍ପ୍ରମାଇଜ ଏଗନେଷ୍ଟରେ ଗୋଟେ ଫାଇନାଲ ମ୍ୟାଚରେ ବୋଧେ 50 ରନ୍ କରିଥିଲି ସେଠି। ସେଠି ମତେ ଚିହ୍ନିଥିଲେ ଆଚ୍ଛା ସେମାନେ, ସେଠି ମତେ ସପ୍ଲାଏ ଚିହ୍ନିଥିଲେ, ଜାଣିଥିଲେ। ତାପରେ ଏନସିଡି ପଟୁ ତାପରେ କିଛି ମ୍ୟାଚ୍ କଣ୍ଟିନ୍ୟୁ କଲି, ଖେଳିଛି। ଖରିପାଲି ମ୍ୟାଚ୍ ହଉ କିଛି ମ୍ୟାଚ୍ ଖେଳିଛି। ତାପରେ ପୁଣି ବାପି ନାଇ କହିଲେ ଖେଳିବା ପାଇଁ ତାଙ୍କ ପଟୁ, ତାପରେ ଡିସିଜି ପଟୁ ମୁଁ କଣ୍ଟିନ୍ୟୁ କଲି। ଆଉ ଏବେ ଡିସିଜି ପଟୁ ହିଁ ଖେଳିବି। ତ କିଛି ଦର୍ଶକ ବନ୍ଧୁ ମାନେ ଆମ ସହ ଯୋଡି ହେଇ ସାରିଛନ୍ତି, ଆପଣ ମାନଙ୍କୁ ମଧ୍ୟ ବହୁତ ବହୁତ ସ୍ୱାଗତ। ଆମେ ଅଳ୍ପ ସମୟ ପରେ ଦର୍ଶକ ମାନଙ୍କର ବି କୋଶ୍ଚିନ୍ ନବା ଏବଂ ଦର୍ଶକ ମାନଙ୍କ କୋଶ୍ଚିନ୍ ର ଆନ୍ସର ବି ଦେବେ ଆମକୁ ସୌଭାଗ୍ୟ। ସୌଭାଗ୍ୟ କଣ କହିବେ ଖାସ କରିକେ ଯଦି ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି, ଏ ସିଜିନ ଅଲ ଓଡିଶା ଆପଣ ଖେଳିଲେ, ଆଇଟି ମ୍ୟାଚେସ୍ ଖେଳୁଥିଲେ, ଲୋକାଲ ରେ ମଧ୍ୟ ଆପଣ ବହୁତ ସାରା ମ୍ୟାଚ୍ ଖେଳିଛନ୍ତି, ଆରଏକ୍ସଆଇ ତରଫରୁ ମଧ୍ୟ ମ୍ୟାଚ୍ ଖେଳିଛନ୍ତି। ଅଲ ଓଡିଶା ମ୍ୟାଚ୍ ଖେଳିବା ପରେ ଯଦି ଆମେ ଦେଖିବା ଏ ସିଜିନ ର, ମୁଁ ସିଧା ଆପଣଙ୍କର ଯିବି ରୋଜଗାର ଉପରକୁ, ଠିକ ଠାକ ରୋଜଗାର ହେଇଛି ନା ନାହିଁ? କାରଣ ମୁଁ ଏଇଟା ଆପଣଙ୍କୁ ଏଥିପାଇଁ ପଚାରୁଛି କି ଯଦି କୌଣସି ନୂଆ ପିଲା ଦେଖୁଛନ୍ତି, ଯୋଉମାନେ କ୍ରିକେଟକୁ ଭଲ ପାଆନ୍ତି, ଯୋଉମାନେ କ୍ରିକେଟ ଖେଳିବାକୁ ଚାହାନ୍ତି ଏବଂ ଯୋଉମାନେ କାଲି ସକାଳେ ଅଲ ଓଡିଶାକୁ ଆସିବାକୁ ଚାହାନ୍ତି, ତ ସେମାନେ ବି ଜାଣିବେ କି ଅଲ ଓଡିଶା ଖେଳିବା ଦ୍ୱାରା କିଛି ଫାଇଦା ହଉଛି କି ନାହିଁ। ଆଉ ଆପଣ ବେଟର କହିପାରିବେ ବିକଜ ଆପଣ ଜଣେ ନ୍ୟୁ ପ୍ଲେୟାର। ତ ଆପଣ ଏ ସିଜିନ ଯଦି ଆମେ ଦେଖିବା, ତ କ୍ରିକେଟ ଖେଳିକି ସୌଭାଗ୍ୟ ଘର ଚଳେଇ ହବ ଅଲ ହଁ, ଓଡିଶା ମ୍ୟାଚେସ୍ ଖେଳିକି? ଏବେକା ଅଲ ଓଡିଶା ଟୁର୍ଣ୍ଣାମେଣ୍ଟରେ ତ ମାନେ କ୍ରିକେଟ ଖେଳି ଜଣେ ଘର ଆରାମସେ ଚଳେଇ ପାରିବ। ତ ସେମିତିରେ ଆଉ କ୍ୟାରିୟର କିନ୍ତୁ ନାହିଁ। ଭଲ ଯେପର୍ଯ୍ୟନ୍ତ ଭଲ ଖେଳୁଥିବ ସେପର୍ଯ୍ୟନ୍ତ ଟିମ୍ ଡାକୁଥିବ, ଯେପର୍ଯ୍ୟନ୍ତ ଖରାପ ଖେଳିଲେ ଆଉ ଟିମ୍ ଡାକିବନି। ତ ସେଇ ଭଲ ଖେଳିଲେ ହିଁ ମାନେ ଘର ଚଳେଇ ହବ, ଟିମ୍ ଡାକିବ। ଖେଳି ନ ପାରିଲେ, ଭଲ ନ ଖେଳି ପାରିଲେ ତ କେମିତି ଆଉ? ଆଚ୍ଛା ଆଚ୍ଛା, ମାନେ ଆପଣଙ୍କର କହିବା କଥା ହେଲା କି ଆପଣଙ୍କୁ ନିଜ ଫର୍ମ ଏବଂ ନିଜ ସହ ଫର୍ମକୁ ନେଇକି ଯିବାର ଅଛି। ଭଲ ଖେଳୁଥିବେ ତ ଟିମ୍ ଆପଣଙ୍କୁ ଡାକିବେ, ଏଇଟା କଣ ପାଇଁ ସୌଭାଗ୍ୟ? ଯାହା ବି ଟିମ୍ କୁ ତ ମାନେ ୱିନିଂ ଦରକାର ନା। ଜଣେ ଯଦି କଣ୍ଟିନ୍ୟୁ ଫ୍ଲପ ହେଇ ଚାଲିଛି, ତା ବ୍ୟାଟ ରୁ ରେଜଲ୍ଟ ବାହାରୁନି, ସେ ଖେଳିବନି, ତ ଟିମ୍ ତାକୁ କେମିତି ନେଇକି ଯିବ? ସେଟା ବି ମାନେ ଆଚ୍ଛା ଗୋଟେ ଟିମ୍ କୁ ସପୋର୍ଟ କରିବା କଥା ନା। ତ ମୋ ଦ୍ଵାରା ହଉନି, ତ ଆଚ୍ଛା। କଣ୍ଟିନ୍ୟୁ କେମିତି ଗୋଟେ ଟିମ୍ କୁ ଇଏ କରିବି? ନିଜକୁ ବି ଖରାପ ଲାଗିବ ନା। ତ ନିଜକୁ ବେଟର ବନେଇଲା ପରେ ଦେନ୍ ଯାଇକି ଟିମ୍ ସହିତ ଜଏନ ହବା। ଏବଂ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ପାଇଁ କେତେ କଷ୍ଟ ଥିଲା ଏଇ ଜାଗାରେ ପହଞ୍ଚିବା? ଟିକେ ଆମ ନୂଆ ନୂଆ ଯୋଉମାନେ ସମସ୍ତେ କାଲି ସକାଳେ ଖେଳିବାକୁ ଚାହୁଁଛନ୍ତି ତାଙ୍କୁ ଟିକେ ବତେଇବେ କି କେତେ କଷ୍ଟ ଥାଏ କି ଆମେ ଏଇ ଜାଗାରେ ଆସିକି ପହଞ୍ଚିବା ଏବଂ ଆମେ କହିପାରିବେ କି ନାଇଁ ଆମେ ଠିକ ଅଛୁ, ଏ ଟାଇମ ରେ ଆମେ ଅଲ ଓଡିଶା ମ୍ୟାଚ୍ ଖେଳୁଛୁ? ବହୁତ କଷ୍ଟ କେତେ ମାନେ ପରଫେକ୍ଟ ହବା ଦରକାର? ମେନ୍ କଥା ତ ହଉଛି ପ୍ରାକ୍ଟିସ କରିବା ପାଇଁ ପଡିବ ଭଲସେ, ପୁରା ମାନେ ନିଜକୁ ପରଫେକ୍ଟ ବନେଇବା ପାଇଁ ପଡିବ, ଭଲସେ ଖେଳିବା ପାଇଁ ପଡିବ। ତାପରେ ଆଉ ମୁଁ ଏ ସିଜିନ ତ ବହୁତ ଫ୍ଲପ୍ ଯାଇଛି, ମାନେ ବହୁତ ଜିରୋରେ ବି ଆଉଟ ହେଇଛି। ତାପରେ ବି ବାପି ନାଇ ମତେ ସପୋର୍ଟ କରିଛନ୍ତି, ମାନେ ଭରସା ରଖିଛନ୍ତି ମୋ ଉପରେ। ତ ସେଇଟା ମତେ ଖୁସି ଲାଗୁଛି। ତ ଏଇ ସିଜିନ ଟା ମୁଁ ଚାହିଁବି ନିଜର ବେଷ୍ଟ ଦେବା ପାଇଁ, ଭଲ ଖେଳିବାକୁ। ଏବଂ ତା
ମଝିରେ ଆପଣ ଗୋଟେ ଜିନିଷ ସାୟଦ ଛାଡି ଦେଇଛନ୍ତି, ସେଟା ହେଲା ଫିଟନେସ। ମୋ ମତରେ ଫିଟନେସ କୁ ବି ଆପଣଙ୍କୁ କ୍ୟାରି କରିକି ଯିବାର ଅଛି, ନିଜକୁ ସବୁବେଳେ ଫିଟ ରଖିବାର ଅଛି। ଯଦି ଆପଣ ବର୍ଷ ବର୍ଷ ଧରିକି ପୁରାପୁରି ଲଗାତାର ମ୍ୟାଚ ପରେ ମ୍ୟାଚ ଖେଳୁଛନ୍ତି ତ ଆପଣ ସୌଭାଗ୍ୟ କେତେ ଫିଟନେସ ଉପରେ ଧ୍ୟାନ ଦିଅନ୍ତି, ଆଉ ଗୋଟେ ପ୍ଲେୟାର କେତେ ଧ୍ୟାନ ଦବା ଦରକାର ଫିଟନେସ ଉପରେ? ଫିଟନେସ୍ କ୍ରିକେଟରେ ତ ଫିଟନେସ୍ ନିହାତି ଦରକାର, କାହିଁକି ନା କ୍ରିକେଟ ଖେଳରେ ଆମର ମ୍ୟାଚରେ ଏକ ରନ୍ ବହୁତ ଇମ୍ପୋର୍ଟାଣ୍ଟ। ଯଦି ଆମେ ଗୋଟେ ଏଫର୍ଟରେ ଯଦି ଦୌଡ଼ିକି ଆମେ ଗୋଟେ 4 ରନ୍ ଅଟକେଇ ପାରୁଛୁ, ଟିମ୍ କୁ 3 ଅଟକେଇ ପାରୁଛୁ, ତ ସେଟା ବଡ ବଡ କଥା। ଏକ ରନ୍ ରେ ବି ମ୍ୟାଚ୍ ଟିମ୍ ହାରି ଯାଉଛି, ତ ଫିଟନେସ୍ ନିହାତି ଦରକାର। ଠିକ ଅଛି ସୌଭାଗ୍ୟ ମଲ୍ଲିକ, ବହୁତ ସାରା ଜିନିଷ ଆମେ ଆପଣଙ୍କ ଠାରୁ ଜାଣିଲୁ, ନିଜ ବିଷୟରେ ମଧ୍ୟ ଆପଣ କହିଲେ। ଘରୁ କଣ କେମିତି ସପୋର୍ଟ ରହିଛି ସୌଭାଗ୍ୟ? ଆପଣଙ୍କ ଘର ବିଷୟ ଟିକେ କହିବେ, ନିଜ ବ୍ୟାକଗ୍ରାଉଣ୍ଡ ଆପଣ ତ କହିଲେ ଘରେ କିଏ କିଏ ଅଛନ୍ତି, କିନ୍ତୁ ଆମେ ଯିବା ସେଇ ଲୋକଙ୍କ ପାଖକୁ। ଆପଣଙ୍କ ବାପା ହୁଅନ୍ତୁ କିମ୍ବା ଆପଣଙ୍କ ମା ହୁଅନ୍ତୁ, ଆପଣଙ୍କ ଭାଇ ବି ହୁଅନ୍ତୁ, ତାଙ୍କ ସପୋର୍ଟ ଆପଣଙ୍କ ପ୍ରତି କଣ କେମିତି ରହିଛି? ଘରେ କେବେ କହିଛନ୍ତି କି ଏଥିରେ କଣ ପାଇଁ ତମେ ଯାଉଛ, ଏଥିରେ କିଛି କ୍ୟାରିୟର ସାୟଦ ନାହିଁ, କିଛି ଏମିତି ଘରେ ରୋକିଛନ୍ତି ଆପଣଙ୍କୁ, ନା ପୁଣି ସପୋର୍ଟ କରନ୍ତି? ବାପା ତ ବହୁତ ସପୋର୍ଟ କରନ୍ତି, ମାନେ ଖେଳିବା ପାଇଁ ସବୁବେଳେ କେବେ ବି ମନା କରନାହାନ୍ତି ଖେଳିବା ପାଇଁ, କେବେ ବି ସେମିତି କହିନାହାନ୍ତି କି ଖେଳନି ବୋଲି। ଖେଳେ, ଖେଳ ସହ ଟିକେ ପାଠ ବି ପଢେ, ଖେଳେ, ଖେଳ ପାଇଁ କେବେ ମନା କରନ୍ତି। ବୋଉ ବେଳେ ବେଳେ କୁହେ ଆଉ କାହିଁ ଖେଳୁଛୁ, ଆଉ ପଢାପଢି କରୁନୁ, ଇଏ କରୁନୁ, ଆଉ ଜବ୍ ଫବ୍ କରିବୁ ଆଗକୁ। ଆଉ ସେମିତି ସମସ୍ତେ ସପୋର୍ଟ କରନ୍ତି, ଏମିତି ନାହିଁ, ଖେଳରେ ବହୁତ ସପୋର୍ଟ କରନ୍ତି। ଠିକ ଅଛି। ସମସ୍ତେ ଘର ଲୋକ ସମସ୍ତେ support କରନ୍ତି। ଆଚ୍ଛା, ତ ଠିକ ଅଛି ସୌଭାଗ୍ୟ ମଲ୍ଲିକ, ରିସେଣ୍ଟଲି ଯେତେବେଳେ ହଉଥିଲା ଆଳି କପ୍, ଏଇଟା ଆମ ଭିଉଅର୍ସ ମାନଙ୍କୁ ମୁଁ ଜଣେଇ ଦଉଛି, ଯେତେବେଳେ ରିସେଣ୍ଟଲି ଆଳି କପ୍ ହଉଥିଲା ମୁଁ ଯାଇଥିଲି କମେଣ୍ଟ୍ରି ପାଇଁ। ଆମ ଚ୍ୟାନେଲ ବି ଯାଇଥିଲା କ୍ରିକେଟ କାଲସନ, ଆମ ସମସ୍ତ ମେମ୍ବର୍ସ ମାନେ ଯାଇଥିଲେ, କିନ୍ତୁ ଯେହେତୁ ମୁଁ ଝାରସୁଗୁଡାରୁ ଫେରିଥିଲି ତ ମୁଁ ଯାଇକି ସକାଳୁ ଯାଇକି ଆପଣଙ୍କର ସେ ଯୋଉ ଗେଷ୍ଟ ହାଉସ ଅଛି ସେଠି ଯାଇକି ମୁଁ ଥିଲି। ତ ସୌଭାଗ୍ୟ ମତେ ଇନଭାଇଟ କରିଥିଲେ ତାଙ୍କ ଘରକୁ, କି ଭାଇ ଆସିବ ଆମ ଘରକୁ ଆସିବେ, ଏବଂ ମୁଁ ମଧ୍ୟ ଯାଇଥିଲି ଆପଣଙ୍କ ଘରକୁ ଖରାବେଳେ। ଏବଂ ବହୁତ ଭଲ ଚର୍ଚ୍ଚା ମଧ୍ୟ ମତେ ମିଳୁଥିଲା ସୌଭାଗ୍ୟ ଆପଣଙ୍କ ଘରେ। ମୁଁ ଆପଣଙ୍କ ବାପାଙ୍କ ସହ ବି କଥା ହେଲି, ଆପଣଙ୍କ ମାଙ୍କ ସହ ବି କଥା ହେଲି। ଆପଣଙ୍କ ବାପା ମତେ ଗୋଟେ ଜିନିଷ କହିଲେ କି ବାସ୍ ଏଥିରେ କ୍ୟାରିୟର ଥାଉ କି ନଥାଉ, କିନ୍ତୁ ମୋ ପୁଅ ଯେହେତୁ ଖୁସି ଅଛି ତ ଆମେ ତାଙ୍କ ପଛରେ ଅଛୁ। ଏବଂ ଆଉ ଗୋଟେ ଜିନିଷ, ଆପଣଙ୍କ ବାପାଙ୍କ ଅପେକ୍ଷା ମୁଁ ଶୁଣିଥିଲି କି ଆପଣଙ୍କ ବଡ ବାପା ଏବଂ ଖାସ କରିକି ଆପଣଙ୍କ ପାଖ ଆଖ ଘର ଯେତିକି ବି ଅଛନ୍ତି, ଆପଣ ଯେବେ ବି ମ୍ୟାଚ ଖେଳନ୍ତି ଯୋଉ ଜାଗାରେ ଯାଇକି ସେମାନେ ପ୍ରତି ମ୍ୟାଚ କୁ ଦେଖନ୍ତି ଆଉ ଫଲୋ କରନ୍ତି, ଏଇଟା କଣ ସତ କି ସୌଭାଗ୍ୟ? ମୁଁ ଯେତେବେଳେ ଯାଇଥିବି ରାତି ସକାଳ ପର୍ଯ୍ୟନ୍ତ ଆମ ଘର ଲୋକ ସମସ୍ତେ ଖେଳ ଦେଖୁଥିଲେ। ଭାଇ ହଉ, ବଡ ଭାଇ ହଉ, ବଡ ବାପା ହୁଅନ୍ତୁ, ସିଏ ଖେଳ ଦେଖୁଥିବେ। ଯେପର୍ଯ୍ୟନ୍ତ ମୁଁ ଯାଇଥିବି ମାନେ ସେ ଯାହା ବି ହେଲେ ଖେଳ ଦେଖୁଥିବେ ରାତି ସାରା ଅନିଦ୍ରା ହେଇକି। ମୁଁ ଆସି ଘରେ ଯାଇ ବୋଉ କହିକି ଆଉ ଏମିତି ବଡ ରାତି ଅନିଦ୍ରା ହେଇକି ଖେଳୁଛନ୍ତି, ଖେଳ ଦେଖୁଛନ୍ତି। ଦେଖନ୍ତୁ ଏଇଟା କେତେ ଗୋଟେ ଖୁସିର କଥା, ଏବଂ ତାଙ୍କୁ କେତେ ଗର୍ବ ଲାଗୁଥିବ କି ଆପଣ ଗୋଟେ ଯାହାବି ହଉ, କୌଣସି ବଡ ଲେବୁଲ ନ ହଉ, ବଟ୍ ଆପଣ ଗୋଟେ ଛୋଟ ଛୋଟ ଏରିଆରୁ ଯାଇକି ଅଲ ଓଭର ଓଡିଶାରେ ନିଜର ଗୋଟେ ନେମ୍ ଆଉ ଫେମ୍ ବନଉଛନ୍ତି। ତ ବାସ୍ ଠିକ ଅଛି ସୌଭାଗ୍ୟ, ଏବଂ ଆପଣ ଆହୁରି ଆଗକୁ ଯାଆନ୍ତୁ, ଆହୁରି ଭଲ କ୍ରିକେଟ ମଧ୍ୟ ଖେଳନ୍ତୁ। ନେକ୍ସଟ ସୌଭାଗ୍ୟ ମଲ୍ଲିକ, ବ୍ୟାଟିଂ ଆପଣ କରୁଛନ୍ତି, ଆପଣଙ୍କ ବ୍ୟାଟିଂ ବହୁତ ବଢିଆ ରହିଛି, ଆପଣଙ୍କ ବ୍ୟାଟିଂ ଟପ୍ କ୍ଲାସ ରହିଛି। ଗୋଟେ ଏମିତିକା ବୋଲର ଆପଣଙ୍କ ସାମ୍ନାରେ ଆସିଥିବେ, ମୁଁ ଯାଉଛି ଅଲ ଓଡିଶା କଥା କହୁଛି, ଗୋଟେ ଏମିତିକା ବୋଲର ବିଷୟରେ ଟିକେ ଆମକୁ କହିବେ, ଯୋଉ ବୋଲର ଆସିଲେ ସାଇଦ ଆପଣ ଟିକେ ଭାବନ୍ତି କି ନାଇଁ ଆକୁ ମୁଁ 6 ମାରିବାକୁ ଯିବି କି ନାହିଁ, ଏବଂ ଟିକେ କଷ୍ଟ ହୁଏ ତାଙ୍କ ବଲ ଟି ଖେଳିବା, କିଏ ସେ ବୋଲର? ମୁଁ ତ ମାନେ ନୂଆ ଖେଳୁଥିଲି, ଆମ ଆଳିଏକ୍ସାଇ ଟିମ୍ ଯାଇଥିଲା ଗୋଟେ ମାର୍ସାଘାଇ ଟୁର୍ଣ୍ଣାମେଣ୍ଟ, ମାର୍ସାଘାଇ ନାଇଟ୍ ମ୍ୟାଚ୍। ସେଠି ପୂର୍ଣ୍ଣ ପ୍ଲାଷ୍ଟର ଏଇ ପିଚ୍ ରେ ଖେଳ ହୁଏ। ସେଠି ଆଚ୍ଛା, ମତେ ରାକେଶ ଭାଇ କହିଥିଲେ, ଆମର ରାକେଶ ସାହୁ। ରାକେଶ ସାହୁ ଆମର ବଲାଙ୍ଗୀର। ଆଜ୍ଞା, ମୁଁ ଆଚ୍ଛା ଆଚ୍ଛା ସେଠି ଆଚ୍ଛା। ତାଙ୍କ ବଲ୍ ମାନେ ବୁଝି ହିଁ ପାରୁନଥିଲି ଟୋଟାଲ। ମାନେ ସେଠି ସେ ମତେ ମେଡନ ପକେଇଥିଲେ, ମୁଁ ତାଙ୍କ ବଲ୍ ସେଠି ବୁଝି ହିଁ ପାରିଲିନି। ଯେହେତୁ ନୂଆ ନୂଆ ଖେଳୁଥିଲି ଅଲ ଓଡିଶା, ଆଉ ଏତେ ବି କଟର ମାନେ ପରଫେକ୍ଟ ଖେଳି ପାରୁନଥିଲି, ସେଥିପାଇଁ ମୁଁ ବଲ୍ ବୁଝି ପାରିଲିନି। ସେଠି ତାଙ୍କୁ ବହୁତ ମାନେ କଷ୍ଟ ହେଇଥିଲା ଖେଳିବା ତାଙ୍କ ବଲ୍। ଆକ୍ଚୁଆଲି ସେ କଣଟା ପକଉଥିଲେ, ଲେଗ କଟର, ଅଫ୍ କଟର ନା ପୁଣି କଣ? ଲେକଟର ଅଫକଟର ମିଶେଇକି, ତାଙ୍କ ହାତରୁ ହିଁ ଜଣା ପଡୁନଥିଲା କଣ। ନାଇଟ୍ ମ୍ୟାଚ୍ ସେଠି ଲାଇଟ୍ ଆଉ ପିଚ୍ ବି ଟିକେ ଖରାପ, ସେଥିପାଇଁ ଟିକେ ମାନେ ଜଜ୍ କରିହଉନଥିଲା ହାତରୁ। ହଉ, ଏବେକା ଟାଇମ ରେ ବି ରାକେଶ ସାହୁ ଯେତେବେଳେ ଆପଣଙ୍କ ସାମ୍ନାରେ ଆସନ୍ତି ବୋଲିଂ ପାଇଁ, ଆପଣ ଟିକେ ନର୍ଭସ ହେଇଯାଆନ୍ତି? ଏବେକା ଟାଇମ ରେ ବି ଆପଣ ଟିକେ ଡରିଯାଆନ୍ତି ତାଙ୍କ ବୋଲିଂ ଦେଖିକି? ନାଇଁ ଏବେ ଆଉ ନର୍ଭସ ସେମିତି ଲାଗୁନି, ତ ଖେଳି ଖେଳି ଟିକେ ମାନେ ଅଭ୍ୟାସ ହେଲାଣି, ଆଉ ଏତେ ନର୍ଭସ ଲାଗୁନି। କିନ୍ତୁ ରାକେଶ ସାହୁ ଜଣେ ଏମିତିକା ବୋଲର ଯେ କି ସାୟଦ ତାଙ୍କ ପାଖରେ ସେ କ୍ୟାପାବିଲିଟି ଅଛି କି ସେ ଆପଣଙ୍କୁ ଆଉଟ କରିଦେଇ ପାରିବେ। ଠିକ ଅଛି,
ଆପଣଙ୍କ ଟିମ୍ ଉପରକୁ ଯିବା ଆପଣଙ୍କ ଡିସିସି ଟିମ୍ ବିଷୟରେ ଆମେ କିଛି ଚର୍ଚ୍ଚା କରିବା ଆପଣଙ୍କ ଟିମ୍ ର କିଛି ପ୍ଲେୟାର ମାନଙ୍କ ବିଷୟରେ ଜାଣିବା ଡିସିସି ସନ୍ଥପୁରା କେନ୍ଦ୍ରାପଡା ଡିସିସି ସନ୍ଥପୁରା କେନ୍ଦ୍ରାପଡା ଯଦି ଆମେ ଦେଖିବା ଟିମ୍ ର ସବୁଠୁ ସିନିୟର ପ୍ଲେୟାର ହେଲେ ହୁର୍ସି ଦାସ ୱାନ୍ ଅଫ ଦ ବେଷ୍ଟ ଯଦି ଆମେ କହିବା ଅଲରାଉଣ୍ଡର ମଧ୍ୟରେ ତାଙ୍କ ବିଷୟରେ କହିବେ କେତେ ସପୋର୍ଟ ଏବଂ କେମିତିକା ଜଣେ ସେ ପର୍ସନ ହୁର୍ସି ଦାସ ଆଜ ଏ ପ୍ଲେୟାର କଣ କେମିତି ଆପଣଙ୍କୁ ଲାଗନ୍ତି? କୁର୍ସି ଭାଇ ତ ବହୁତ ମାନେ ମଜାଳିଆ ମାନେ ମଜା କରନ୍ତି ବହୁତ ମାନେ ପୁରା ଫ୍ରେଣ୍ଡଲି ଭଳିଆ ମିଶନ୍ତି ଛୋଟ ଭାଇ ବୋଲି ନୁହଁ ଯେ ନିଜ ସାଙ୍ଗ ଭଳିଆ ମିଶନ୍ତି ମାନେ ବହୁତ ସପୋର୍ଟ କରନ୍ତି ଖେଳରେ ସବୁ ମାନେ କେମିତି ଖେଳିବୁ କଣ କରିବୁ ସେଟା ବୁଝାନ୍ତି ସେ ଆମ ଟିମକୁ ତ ବହୁତ ମାନେ ବାଲାନ୍ସ କରି ଚଲେଇଛନ୍ତି ସେ ମାନେ ରିସେଣ୍ଟ ଆମର ଦିଟା ମ୍ୟାଚ ଜିତେଲେ ସେଠି ଆମର ଢେଙ୍କାନାଳରେ କାଲୁଣୀଗୋଳା ମ୍ୟାଚ ଗୋଟେ ବୋଲିଂ କରି ଜିତେଲେ କମାଣ୍ଡ ଏଗନେଷ୍ଟରେ କମାଣ୍ଡ ଏଗନେଷ୍ଟ ଦିଟା ମ୍ୟାଚ ଜିତେଇଛନ୍ତି ଆଉ ଗୋଟେ ଆମର ବାଲେଶ୍ୱରରେ ଯୋଉଟା ଜିତେଲେ ବାଡେଇ ବ୍ୟାଟିଂ ରେ ଜିତିଥିଲେ ବହୁତ ଭଲ ଅଲରାଉଣ୍ଡର नो डाउट ଉର୍ସି ଦାସ ଯଦି ଆମେ ଦେଖିବା ତ ଏକ ଟପ୍ କ୍ଲାସ ଅଲରାଉଣ୍ଡର ରହିଛନ୍ତି ଆପଣଙ୍କ ଟିମରେ ବୋଲିଂ ଲାଇନରେ ଟିକେ ଯିବା ବୋଲିଂ ଲାଇନ ଅପରେ ଆପଣଙ୍କର ରହିଗଲେ ଲକ୍ଷ୍ମୀକାନ୍ତ ନନ୍ଦ ଆପଣଙ୍କର ରହିଗଲେ ଶିବାନନ୍ଦ ମଧ୍ୟ ଆଉ ଜଣେ ଫେରିୟସ ବୋଲର ଯଦି ଆମେ ଦେଖିବା ଶିବାନନ୍ଦଙ୍କ ବିଷୟରେ କଣ କହିବି ବିକଜ ସିଏ ବି ଆପଣଙ୍କ ଭଳି ଜଣେ ୟଙ୍ଗ ପ୍ଲେୟାର ବହୁତ କମ ବୟସ ତାଙ୍କୁ ସାଇଜ 18 କି 19 ହବ ତାଙ୍କ ବିଷୟରେ କଣ କହିବି ସେ କେମିତିକା ପର୍ସନ? ଶିବା ମୋରି ସାଙ୍ଗ ପିଲା ତାକୁ 19 ବର୍ଷ ତ କରିଦେଇଛନ୍ତି ତାର ସେ ମୋରି ଏଜ ର 22 ବର୍ଷର ଆଉ ବହୁତ ଭଲ ଭଲ ରେଡ ବଲ ସେ ତ ଭଲ ପରଫର୍ମ କରିଛି ବହୁତ ଭଲ ପକେଇଛି ଶିବାନନ୍ଦ ବି ଜଣେ ବହୁତ ବଢିଆ ଇମ୍ପ୍ରେସ କରିଛନ୍ତି ଏ ସିଜନ ଯଦି ଆମେ ଦେଖିବା ସିଏ ମଧ୍ୟ ବୋଲିଂ ରେ ଲକିଙ୍କ ବିଷୟରେ କଣ କହିବେ? ଲକି ବାଲାବା ଲକି ଭାଇ ତ ମାନେ ସେ ମାନେ ବଡ ଭାଇ କିନ୍ତୁ ସେ ମୋ ସାଙ୍ଗ ଭଳିଆ ଆଉ ସେ ବହୁତ ସପୋର୍ଟ କରେ ଆଉ ସେ ବି ମତେ ଭଲ ଭାଇରେ ସେ ତା ସହିତ ମୁଁ ତାଙ୍କ ନିଜ ଟିମରେ ବାଲାବା ଟିମରେ ମୁଁ ଯାଏ ସର୍କଲ ମ୍ୟାଚ ଖେଳିବା ପାଇଁ ସେ ମତେ ଡାକେ ଆମେ ସଚିନ ମୁଁ ଯାଉ ତାଙ୍କ ଟିମରେ ସଚିନ ବହୁତ ଫ୍ରେଣ୍ଡଲି ବହୁତ ମିକ୍ସ ଠିକ ଅଛି ଲକି ବାଲାବା ବିଷୟରେ ମଧ୍ୟ ଆମେ ଜାଣିଲେ ଟିମରେ ଯଦି ଆମେ ଦେଖିବା ଖାସ କରିକେ ୱିକେଟ କିପିଂ ଯଦି ଆମେ ଦେଖିବା ମଣିକାନ୍ତ ଦାସକୁ ଆମେ ବହୁତ ଥର ଦେଖିଛୁ ଏବଂ ଡିସିସି ସନ୍ଥପୁରା ଟିମରେ ଆଉ ଏକ ପ୍ଲେୟାର ମଧ୍ୟ ଥିଲେ ମୋ ନାଁଟା ଏବେ ଆଇଲା ମାଇଣ୍ଡରେ ମଣିକାନ୍ତ ଦାସଙ୍କ ନାଁ ନେବା ପରେ ମଣିକାନ୍ତ ଭାଇଙ୍କ ଘର ଜଷ୍ଟ ଆମ ଘର ପାଖରେ ଆଉ ଜଣଙ୍କର ଘର ବି ଆମ ଘର ପାଖରେ ଯଦି ମୁଁ କହିବି ଏଠୁ ମାତ୍ର 10 ରୁ 15 କିଲୋମିଟର ହେବ ତାଙ୍କ ନାଁ ହେଲା ଜ୍ୟୋତି ନିଆଳିରୁ ଆସନ୍ତି ଜ୍ୟୋତି ଜ୍ୟୋତି ଭାଇଙ୍କ ବିଷୟରେ କଣ କହିବେ ବିକଜ ଜ୍ୟୋତି ମଧ୍ୟ ଏ ସିଜନ ବହୁତ ବଢିଆ ଖେଳିଛନ୍ତି ଆପଣଙ୍କ ଟିମରେ ଯୋଡି ହେବା ପରେ ଖାସ କରିକି ମିଡିଲ ଅର୍ଡର ଆପଣଙ୍କର ଷ୍ଟ୍ରଙ୍ଗ ହେଇଗଲା ସୌଭାଗ୍ୟ ଆପଣ ନିଜେ ଚୈତନ୍ୟ ଆଉ ଜ୍ୟୋତି ପୁରା ଟପ୍ କ୍ଲାସ ଆପଣଙ୍କର ହେଇଗଲା ମିଡିଲ ଅର୍ଡର ଜ୍ୟୋତି ଭାଇଙ୍କ ବିଷୟରେ କଣ କହିବେ? ଜ୍ୟୋତି ବହୁତ ଭଲ ୱିକେଟ କିପର ମାନେ ଆମ ଡିସିସି ଟିମ ମାନେ ଗୋଟେ ବ୍ୟାଟ୍ସମ୍ୟାନ ଯେ ଆମେ ତାଙ୍କୁ ହିଁ ଡିପେଣ୍ଡ କରୁଥିଲୁ ସେ ବି ଆମର ମାନେ ଭଲ ବ୍ୟାଟ୍ସମ୍ୟାନ ଥିଲେ ମେନ୍ ବ୍ୟାଟ୍ସମ୍ୟାନ ସିନିୟର ପ୍ଲେୟାର ଏକ୍ସପିରିଏନ୍ସ ପ୍ଲେୟାର ସେ ଆମ ଟିମର ଥିଲେ ଆଉ ବହୁତ ଭଲ ୱିକେଟ କିପର ବ୍ୟାଟ୍ସମ୍ୟାନ ସେ ସୋ ବହୁତ ସାରା ଆମେ ଦେଖିବା ତ ପ୍ଲେୟାର ମାନଙ୍କ ବିଷୟରେ ଆମେ ଜାଣିଲୁ ଡିସିସି ସନ୍ଥପୁରା ଟିମ୍ ନେକ୍ସଟ ସିଜନ ଯଦି ଆମେ ଦେଖିବା ଟିମ୍ ତ ଆସିବାକୁ ଯାଉଛି କିଛି ମିଟିଂ ବଗେରା ହେଲାଣି ଟିମ୍ ର ନେକ୍ସଟ ସିଜନ ପାଇଁ କିଛି ପ୍ରିପାରେସନ ହେଲାଣି ଆପଣଙ୍କୁ ଡାକିଛନ୍ତି ମିଟିଂ ରେ କି ମିଟିଂ ହବାକୁ ଯାଉଛି? ମିଟିଂ ହେଇନି ବାକି ମତେ ଫୋନ କରିଥିଲେ ସେ କହୁଥିଲେ ପିଲା କୋଉ କୋଉ ପିଲା ଖେଳିବେ ବୋଲି କହୁଥିଲେ ତ ସେମିତି ହବାର ଅଛି ମିଟିଂ ଆଗକୁ ଏବଂ କିଛି ନୂଆ ଚେହେରା ଦେଖାଯିବ କି ସୌଭାଗ୍ୟ ଆପଣଙ୍କୁ ଜଣା ଅଛି କି ନେକ୍ସଟ ସିଜନ ଡିସିସି ତରଫରୁ କିଛି ନୂଆ ନୂଆ କିଛି ପିଲା କି କିଛି ନୂଆ ଚେହେରା କିଛି ଆଉ ଦେଖାଯିବେ କି କିଛି ଚେଞ୍ଜ ହବ ଟିମ ରେ? ଚେଞ୍ଜ ତ ନିଶ୍ଚିତ କଣ ଜାଣିନି କିନ୍ତୁ ମୁଁ ଶୁଣିଛି ଯେତିକି ଆମର ଚିନୁ ଭାଇ ନନ୍ଦ ଭାଇ ଖେଳିବାର ଚାନ୍ସ ଅଛି କେନ୍ଦ୍ରାପଡା ଟିମ୍ ଯେହେତୁ ନାଇଟ୍ ମ୍ୟାଚ୍ ଖେଳିଛନ୍ତି ଭଲ ଖେଳିଛନ୍ତି ତ ମୁଁ ଜାଣିନି କନଫର୍ମ ନାହିଁ ମୋ ଯେତିକି ମୁଁ ଜାଣିବାରେ ଖେଳି ପାରନ୍ତି ଠିକ ଅଛି ନିଶ୍ଚିତ ଭାବରେ ତ ବହୁତ ସାରା ଜିନିଷ ଆମେ ଆପଣଙ୍କ ଏବେ ଜାଣିବାକୁ ପାଇଲୁ ଏବେ ଆମେ ଯିବା ଟୁର୍ଣ୍ଣାମେଣ୍ଟ ଆଡକୁ ଆପଣ ବହୁତ ସାରା ଟୁର୍ଣ୍ଣାମେଣ୍ଟ ଏ ସିଜନ ଖେଳିଲେ ଯୋଉ ଟୁର୍ଣ୍ଣାମେଣ୍ଟ କୁ ଆପଣ ନିଜ ମୋବାଇଲରେ ଦି ଦିନେ ଦେଖୁଥିବେ କି କିମ୍ବା ନିଜ ଟିଭିରେ ଦେଖୁଥିବେ ସେଇ ଟୁର୍ଣ୍ଣାମେଣ୍ଟ ଯାଇକି ଆପଣ ନିଜେ ଗୋଟେ ଆଜ ଏ ପ୍ଲେୟାର ଆଜ ଏ କ୍ୟାପ୍ଟେନ ଖେଳିଲେ ତ ଅଲ ଓଡିଶାର ଟୁର୍ଣ୍ଣାମେଣ୍ଟ ଖେଳିକି ଆପଣ କଣ ଶିଖିବାକୁ ପାଇଲେ ସବୁ ଟୁର୍ଣ୍ଣାମେଣ୍ଟ ଯୋଉ ଲେବୁଲର ହଉଛି ତ ଗୋଟେ ପ୍ଲେୟାର ହିସାବରେ ଆପଣ ଟୁର୍ଣ୍ଣାମେଣ୍ଟ ଯେତେବେଳେ ଖେଳିଲେ ତ ଆପଣଙ୍କୁ କେତେ ଭଲ ଲାଗିଲା? ଭଲ ତ ନିଶ୍ଚୟ ଲାଗିଲା ଗୋଟେ କନଫିଡେନ୍ସ ବି ଆସିଲା ଗୋଟେ ଏକ୍ସପିରିଏନ୍ସ ମିଳିଲା ଗୋଟେ କ୍ରିକେଟର ଆଉ ଅଲ ଓଡିଶା ଲେଭଲ ଖେଳିବା ଟିକେ ବି କଷ୍ଟ କାହିଁକିନା ସବୁ ଟପ୍ ଲେଭଲର ପ୍ଲେୟାର ସବୁ ଭଲ ଭଲ ପ୍ଲେୟାର ସବୁ ଏଗନେଷ୍ଟରେ ଆସୁଛନ୍ତି ଯାହା ବି ଟିକେ ନର୍ଭସ ବି ଲାଗିବ ଗୋଟେ ସିଜନ ଖେଳିଲା ପରେ ଟିକେ ମାନେ କନଫିଡେନ୍ସ ଆସିଛି ଖେଳି ହବ ମାନେ ଓଡ଼ିଶାରେ ଖେଳି ହବ ଠିକ ଅଛି ତ ଆପଣ
ନିଶ୍ଚିତ ଭାବରେ ବହୁତ ସାରା ଟୁର୍ଣ୍ଣାମେଣ୍ଟ ମଧ୍ୟ ଏ ସିଜନ ଖେଳିଛନ୍ତି ଆଉ ଭଲ ମଧ୍ୟ କରିକି ଦେଖେଇଛନ୍ତି ସବୁ ପ୍ରକାର ଟୁର୍ଣ୍ଣାମେଣ୍ଟରେ। ଠିକ ଅଛି, ଏବେ ଆମେ ଯିବା ଆପଣଙ୍କର ଟେନିସ୍ କ୍ରିକେଟ ଯଦି ଆମେ ଦେଖିବା ଆପଣ ଟେନିସ୍ କ୍ରିକେଟ କୁ ଫଲୋ କରୁଛନ୍ତି ଏବଂ ଟେନିସ୍ କ୍ରିକେଟରେ ଆପଣ କେବେ ରାଉଣ୍ଡ ଆର୍ମ କ୍ରିକେଟ ଖେଳିଛନ୍ତି ସୌଭାଗ୍ୟ? ରାଉଣ୍ଡ ଅନ୍ କ୍ରିକେଟ ଖେଳିଛି କଟକରେ। ମୁଁ କଟକରେ ରହିଲା ବେଳେ ସେଠି କିଛି ଖେଳିଛି, ପ୍ରାକ୍ଟିସ କରିଛି, ମ୍ୟାଚ୍ ଅବଶ୍ୟ ଖେଳିନି, ପ୍ରାକ୍ଟିସ କରିଛି। ଏବେ ରିସେଣ୍ଟ ଗୋଟେ ମ୍ୟାଚ୍ ଯାଇଥିଲୁ, ଖେଳିଛି, ଟିକେ ଟିକେ ଖେଳିଛି ରାଉଣ୍ଡ ଅନ୍। ତ କିଛି ଟୁର୍ଣ୍ଣାମେଣ୍ଟ ଆପଣ ରାଉଣ୍ଡ ଆର୍ମ କ୍ରିକେଟ ରେ ବି ଖେଳିଛନ୍ତି ଏବଂ ଯଦି ଆମେ ଦେଖିବା କଳିଙ୍ଗ ପ୍ରିମିୟର ଲିଗ୍ ଆସିବାକୁ ଯାଉଛି ଆଉ କଳିଙ୍ଗ ପ୍ରିମିୟର ଲିଗ୍ ରେ ସୌଭାଗ୍ୟ ମଲ୍ଲିକ ଆପଣ କଳିଙ୍ଗ ପ୍ରିମିୟର ଲିଗ୍ ରେ ବି ନିଜ ନେମ୍ ଦେଇଥିଲେ ଏବଂ କଳିଙ୍ଗ ପ୍ରିମିୟର ଲିଗ୍ ରେ ଆପଣ ସିଲେକ୍ସନ ବି ହେଇଛନ୍ତି ଟିମ୍ ରକଷ୍ଟାର ତରଫରୁ। ତ କେତେ ଏକ୍ସାଇଟେଡ ଅଛନ୍ତି କଳିଙ୍ଗ କଳିଙ୍ଗ କପ୍ ଖେଳିବା ପାଇଁ? ଏତେ ବଡ ଟୁର୍ଣ୍ଣାମେଣ୍ଟ ରେ ଚାନ୍ସ ମିଳିଛି ତ ବହୁତ ଖୁସି ଲାଗୁଛି, ଏକ୍ସାଇଟେଡ ଲାଗୁଛି। ସେଠି ନିଜର ବେଷ୍ଟ ଦେବା ପାଇଁ ଟ୍ରାଏ କରିବି, ଭଲ ଖେଳିବା ପାଇଁ ଟ୍ରାଏ କରିବି। ବହୁତ ବଡ ବଡ ପ୍ଲେୟାର ସେଠି ଖେଳିବେ, ଆପଣଙ୍କର ବହୁତ ସିନିୟର ପ୍ଲେୟାର ମାନେ ସେଠି ଖେଳିବେ, ତା ସହ ରାଉଣ୍ଡ ଆର୍ମ ର ବହୁତ ଟପ୍ କ୍ଲାସ ପ୍ଲେୟାର ଅଲ ଓଭର ଓଡିଶାରୁ ଆସୁଛନ୍ତି। ଟିମ୍ ରକଷ୍ଟାର ଓନର୍ସ ତରଫରୁ କିଛି କଲ୍ ବଗେରା ଆପଣଙ୍କୁ ଆସୁଛି, ଟିମ୍ ର କିଛି ମିଟିଂ ବଗେରା ହେଲାଣି, କିଛି ପ୍ରିପାରେସନ ହେଲାଣି କଳିଙ୍ଗ କପ୍ ପାଇଁ? ଓନର ଭାଇ ତ ଥରେ କଲ୍ କରିଥିଲେ, ତାପରେ କହିଥିଲେ ମିଟିଂ ହବ ବୋଲି, ଏପର୍ଯ୍ୟନ୍ତ ଜଣେଇନାହାନ୍ତି। ଆଉ ତ ବାକି ଅଛି, ସମୟ ଅଛି ତ କରିବେ। ଏବଂ ରାଉଣ୍ଡ ଆର୍ମ କ୍ରିକେଟ ରେ ଏବେ ଆପଣ ପାଦ ଦେବାକୁ ଯାଉଛନ୍ତି କଳିଙ୍ଗ କପ୍ ରେ, ତ ରାଉଣ୍ଡ ଆର୍ମ କ୍ରିକେଟ ପାଇଁ ଆପଣଙ୍କର କଣ କେମିତି ଚାଲିଛି ପ୍ରିପାରେସନ? ବିକଜ ଯଦି ଆପଣ କଳିଙ୍ଗ କପ୍ ରେ ଭଲ କରୁଛନ୍ତି ତ ଆଗାମୀ ସମୟରେ ଆଇଏସସିଏଲ ର ଟ୍ରାଏଲ ଆସୁଛି, ଆଇଏସପିଏଲ ର ଟ୍ରାଏଲ ଆସୁଛି, ଆପଣ ତା ଉପରେ ବି ଫୋକସ କରିପାରିବେ। ତ ଫାଷ୍ଟ ଆମେ ଯିବା ଯଦି କେପିଏଲ କୁ କଳିଙ୍ଗ କପ୍ କୁ, ତ କଳିଙ୍ଗ କପ୍ ପାଇଁ ଆପଣଙ୍କର ପ୍ରିପାରେସନ କଣ କେମିତି ଚାଲିଛି, ପ୍ରାକ୍ଟିସ ବଗେରା କଣ କେମିତି କରୁଛନ୍ତି? ନିଶ୍ଚିନ୍ତ ରାଉଣ୍ଡ ଅନ୍ ଟିକେ ମାନେ ଆମର ଏଠି ଅଛନ୍ତି ବି ବୋଲର ରାଉଣ୍ଡ ଅନ୍ ପକେଇବା ଅଛନ୍ତି, ତ ପ୍ରାକ୍ଟିସ କରୁଛି। ଆଉ ପ୍ରାକ୍ଟିସ ଟା ତ ମେନ୍, ପ୍ରାକ୍ଟିସ କଲେ ହିଁ ଖେଳି ହବ। ତ ୱେଟ୍ ବଲ ରେ ଖେଳ ଏସିନି, ତ ୱେଟ୍ ବଲ ରେ ପ୍ରାକ୍ଟିସ କରୁଛି। ଭଲ ପ୍ରାକ୍ଟିସ କରନ୍ତୁ ଏବଂ ଆପଣ ମଧ୍ୟ କେପିଏଲ ରେ ବହୁତ ଭଲ ଖେଳନ୍ତୁ। ଏବଂ ନେକ୍ସଟ ଆମେ ଏବେ ଯଦି ଆମେ ଯିବା ତ ସୌଭାଗ୍ୟ ଅଲ ଓଡିଶା ଯଦି ଆମେ ଦେଖିବା ଆପଣ ହେଲେ ଜଣେ ମିଡିଲ ଅର୍ଡର ବ୍ୟାଟର, କିନ୍ତୁ ଯେହେତୁ ଅଲ ଓଡିଶାରେ ଏତେ ଲମ୍ବା ଫର୍ମାଟ ଖେଳି ହେଇପାରୁନି, ଟାଇମ ଟେକିଂ ହଉଛି କୋଉଠି ଏବଂ କୋଉଠି କୋଉ ଜାଗାରେ ଯଦି ଆମେ ଦେଖିବା ତ ଲେଟ ରେ ମଧ୍ୟ ଗେମ୍ ଷ୍ଟାର୍ଟ ହଉଛି। ତ ତା ଦ୍ଵାରା 8 ଓଭର କିମ୍ବା ହାଇଲି 10 ଓଭର ମ୍ୟାଚ ତ ବହୁତ କମ ହଉଛି କିମ୍ବା ବହୁତ ଜାଗାରେ 8 ଓଭର ମ୍ୟାଚ ହଉଛି, ଯୋଉଥିପାଇଁ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ମାନଙ୍କୁ ବହୁତ ଚାନ୍ସ ମିଳୁନି। ତ ଆପଣ ଏଥିରେ କେତେ ସହମତ ଅଛନ୍ତି ଏବଂ କେତେ ଓଭର ମ୍ୟାଚେସ୍ ହେଲେ ସାୟଦ ଆମେ କିଛି ଭଲ ଭଲ ପ୍ଲେୟାର ମାନଙ୍କୁ ବି ଆଗାମୀ ସମୟରେ ପାଇପାରିବା? ଟୁର୍ଣ୍ଣାମେଣ୍ଟ ତ ହେଇପାରୁନି, 10 ଓଭର ଟାଇମ ହଉନି। ସେଟା ତ ଅର୍ଗାନାଇଜର ଉପରେ ଡିପେଣ୍ଡ କରେ କି ପ୍ଲେୟାର ମାନଙ୍କୁ ବି ପହଞ୍ଚିବା ପାଇଁ ଅସୁବିଧା ହଉଛି, ତ ଡବଲ ମ୍ୟାଚ ରହିଯାଉଛି। ଆଜି ଖେଳିଲା ବେଳକୁ ଦୂର ବାଟରେ, ପୁଣି ତାପର ଦିନ ଟ୍ରାଭେଲ କରି ଯିବା ପାଇଁ ପଡୁଛି, ତ ଯାହା ବି ହେଲେ ଟିକେ ଲେଟ୍ ହବ। ସେ ତାକୁ ବି ଇଏ କରିକି ଟୁର୍ଣ୍ଣାମେଣ୍ଟ କୁ ମାନେ ଟୁର୍ଣ୍ଣାମେଣ୍ଟ ବଢେଇଲେ ହିଁ ଅଧିକ ଓଭର ହେଇପାରିବ। ଆଜି ତ 2 ଦିନ 3 ଦିନ ଖେଳ ହଉଛି, ତ 2 3 ଦିନ ଖେଳ ସାରିବା ପାଇଁ ହେଲେ କମ ଓଭର ଖେଳ ହଉଛି। ସମସ୍ତେ ବ୍ୟାଟିଂ ପାଉନାହାନ୍ତି କି ସମସ୍ତେ ଚାନ୍ସ ପାଉନାହାନ୍ତି, ଛୋଟ ଓଭର ହେଇଗଲା ବେଳକୁ 2ଟା 3ଟା ବ୍ୟାଟ୍ସମ୍ୟାନ ଖେଳ ସରିଯାଉଛି। ବଡ ଫର୍ମାଟ ହେଲେ ସବୁ ପ୍ଲେୟାରଙ୍କର କ୍ୱାଲିଟି ଜଣା ପଡିବ, କିଏ କଣ ଖେଳୁଛି। ବଡ ଫର୍ମାଟ ଟୁର୍ଣ୍ଣାମେଣ୍ଟ ହବା ଦରକାର। ଆଚ୍ଛା, ତ ଟିକେ ଲମ୍ବା ଓଭର ଫର୍ମାଟ ହେଲେ ସାୟଦ ଆପଣ କହୁଛନ୍ତି କି ଯଦି ଆମେ ଦେଖିବା ତ ବହୁତ ସାରା ନୂଆ ନୂଆ ପ୍ଲେୟାର ମାନଙ୍କୁ ଚାନ୍ସ ମିଳିପାରିବ, ଯେମିତିକି ଦେଖିଦେଇପୁରରେ 20 ଓଭର ସେ ଫାଇନାଲ ମ୍ୟାଚ ଟି ହେଇଥିଲା। ଆପଣ ଅନ୍ତିମ ସମୟରେ ବ୍ୟାଟିଂ ପାଇଁ ଆସିଲେ, ଆପଣଙ୍କ ବ୍ୟାଟ ରୁ ବହୁତ ବଢିଆ ରନ୍ ଆସିଥିଲା ସେଇ ମ୍ୟାଚରେ ଏବଂ ଆପଣଙ୍କ ଟିମ୍ 200 ପାଖାପାଖି ରନ୍ ବି କରିଥିଲା ସୁହାନୀ ଟିମ୍ ସାମ୍ନାରେ। ଠିକ ଅଛି, ନେକ୍ସଟ ଯଦି ଆମେ ଯିବା ଖାସ କରିକେ ଟେନିସ୍ କ୍ରିକେଟ କୁ ଆପଣ ବହୁତ ପସନ୍ଦ କରିଛନ୍ତି ଏବଂ ଟେନିସ୍ କ୍ରିକେଟ କୁ ଛାଡିକି ଆପଣ କେବେ ପ୍ରଫେସନାଲ କ୍ରିକେଟ ଉପରେ କେବେ ଧ୍ୟାନ ଦେଇନାହାନ୍ତି କି ନାଇଁ ମୁଁ ଡିଉଜ୍ ବଲ ଖେଳିବି କିମ୍ବା କର୍କ ବଲ ଖେଳିବି କି ଟିକେ ପ୍ରଫେସନାଲ କ୍ରିକେଟ ଆଡେ ଟିକେ ଆମେ ନଜର ପକେଇବା, ସେମିତି କିଛି ଆପଣଙ୍କର ନଜର ରହିନି? ସେମିତି କେବେ ଇଚ୍ଛା ନାହିଁ, ଛୋଟବେଳୁ ମାନେ ଟାଇମ ମିଳିନି, ପାଠ ପଢା ଟିକେ ରହିଗଲା। ତ ମାନେ ଯାଇନି ଲେଦର ବଲ ଆଡକୁ ଖେଳିବା ପାଇଁ। ଆଚ୍ଛା, ତ ଲେଦର ବଲ୍ କ୍ରିକେଟ ଯଦି ଆମେ ଦେଖିବା ତ ଆପଣ ଏ ପର୍ଯ୍ୟନ୍ତ ଫୋକସ କରିନାହାନ୍ତି। ଠିକ ଅଛି, ଏବେ ଆମେ ଯିବା ନାଇଟ୍ ମ୍ୟାଚେସ୍ ଆଡକୁ। ନାଇଟ୍ ମ୍ୟାଚେସ୍ ସିଜିନ୍ ସୌଭାଗ୍ୟ ମଲ୍ଲିକ, ଯୋଉ ଆଶା ଥିଲା ଆପଣଙ୍କ ବ୍ୟାଟ ରୁ କି ନାଇଁ ସୌଭାଗ୍ୟ ଯେମିତି ଡେ ରେ ଖେଳିଲେ ତ ନାଇଟ ରେ ବି ବହୁତ ଭଲ ଖେଳିବ, ହଠାତ୍ କି ନାଇଟ୍ ମ୍ୟାଚେସ୍ ରେ ଆପଣଙ୍କର
ବ୍ୟାଟ୍ ଯଦି ଆମେ ଦେଖିବା କଥା କହିବା ବହୁତ କମ ଗଲା, ରନ୍ ଆସିଲାନି ଆପଣଙ୍କ ବ୍ୟାଟ୍ ରୁ, ତା ପଛରେ କଣ ରହିଛି କାରଣ? ହଠାତ୍ କି ଆପଣଙ୍କ ଫର୍ମ ଗଲା କୁଆଡେ? ଫର୍ମ ନାହିଁ, ବ୍ୟାଟିଂ ବି ସେମିତି ମିଳିନି। ଦେଖନ୍ତୁ ଟୁର୍ଣ୍ଣାମେଣ୍ଟ ବହୁତ ଟୁର୍ଣ୍ଣାମେଣ୍ଟ ବ୍ୟାଟିଂ ମୁଁ ପାଇନି, ବହୁତ ପଛରେ ପାଇଛି। ଗୋଟେ ବଲ ଦିଟା ତିନିଟା ବଲ ଥିବ ଏମିତି ଖେଳିବା ପାଇଁ ଯାଇଛି। ଆମ ଟିମ୍ ଭଲ କରୁଛି, ଆମ ଟିମ୍ ମାନେ ସେମିତି ବାଲାନ୍ସ ଥିଲା ତ ମତେ ମୋର ବ୍ୟାଟିଂ ବି ପଡୁନଥିଲା। ଆମର ସେମିତି ଉପରେ ଅର୍ଡର ବ୍ୟାଟ୍ସମ୍ୟାନ ଚିହ୍ନ ହେଇଥିଲେ, ନନ୍ଦା ହେଇଥିଲେ, ଲାଡେନ ଭାଇ, ମେଣ୍ଡି ଯାଇ, ବଉଲ ଭାଇ, ଅଜର ଭାଇ, ସବୁ ଭଲ ଭଲ ବ୍ୟାଟ୍ସମ୍ୟାନ ଥିଲେ। ତ ଆଉ ମୁଁ କଣ କରିବି ଆଉ, ଭଲ ଆମ ଟିମ୍ ଭଲ ଖେଳିଥିଲା ଏଥର। ଠିକ ଅଛି, ଏବେ ଆମେ ଯିବା ଦର୍ଶକ ମାନଙ୍କର ଟିକେ କୋଶ୍ଚିନ୍ ନବା, ଦର୍ଶକ ମାନଙ୍କ ପାଖକୁ ଯିବା। ଦର୍ଶକ ମାନଙ୍କର କିଛି କୋଶ୍ଚିନ୍ ଆପଣଙ୍କ ସାମ୍ନାରେ ରହିବ ଏବଂ ଆପଣ ତାର ସମସ୍ତ ଆନ୍ସର ମଧ୍ୟ ଦେବେ। ତ ମୁଁ ରିକ୍ୱେଷ୍ଟ କରିବି ଆମ ସହ ଯୋଉ ସବୁ ଭିୟର୍ସ ମାନେ ଯୋଡି ହେଇଛନ୍ତି ଆପଣ ସମସ୍ତେ ନିଜ ନିଜ କୋଶ୍ଚିନ୍ ରଖିପାରିବେ ଏବଂ କୋଶ୍ଚିନ୍ ସହ ଯଦି ଆମେ ଦେଖିବା ତ ଏବେ ଆନ୍ସର ଦେବା ପାଇଁ ରେଡି ହେଇଯିବେ ଆମ ସୌଭାଗ୍ୟ ମଲ୍ଲିକ। ଆମ ସହ ଯୋଡି ହେଇଛନ୍ତି ମୌମିଂଲେସ୍, ମୋ ନାଁଟା ପୁରା ଛାଡି ଛାଡିକି ନାଁଟା ଲେଖିଛନ୍ତି। ନନ୍ଦ ଭାଇଙ୍କ ବିଷୟରେ ଟିକେ ପଚାର। ଚିନ୍ମୟ ନନ୍ଦ ଆପଣଙ୍କ ଘର ପାଖରୁ ସିଙ୍ଗିରିରୁ ବିଲଙ୍ଗସ୍ କରନ୍ତି, ତାଙ୍କ ବିଷୟରେ କଣ କହିବେ? ନନ୍ଦ ଭାଇଙ୍କ କଥା କଣ କହିବି, ସିଏ ତ ଆମ ଗୁରୁ କହିଲେ ଚଳେ। ମାନେ ତାଙ୍କଠୁ ଆମେ କ୍ରିକେଟ, ତାଙ୍କ ଖେଳ ଦେଖୁ, ତାଙ୍କଠୁ ହିଁ ଶିଖିଛୁ କିଛି। ଆଉ ବହୁତ ଡିସିପ୍ଲିନ ପ୍ଲେୟାର, ଆଉ ବହୁତ ତାଙ୍କୁ ଆମେ ମାନୁ। କାଲି ଏବେ ରିସେଣ୍ଟ ଆମର ଏମିତି ଗୋଟେ ଖେଳ ହଉଥିଲା ଟୁର୍ଣ୍ଣାମେଣ୍ଟ, ଘର ପାଖରେ ସେ ଆସିଥିଲେ ଖେଳିବା ପାଇଁ, ଆମପଟୁ ଖେଳୁଥିଲେ। ଆଉ ସେ ବହୁତ ସପୋର୍ଟ କରନ୍ତି, ବୁଝାନ୍ତି କେମିତି ଖେଳିବୁ, କେମିତି ମାନେ କ୍ରିକେଟ କେମିତି ଖେଳାଯାଏ, ସେ ସବୁବେଳେ ବୁଝାନ୍ତି, ସପୋର୍ଟ କରନ୍ତି ବହୁତ। ଜଣେ କ୍ଲାସ ପ୍ଲେୟାର ଯଦି ଆମେ ଦେଖିବା ଚିନ୍ମୟ ନନ୍ଦ। ରାଉତ ସୁନୀଲ କୁମାର ଭାଇଙ୍କର କୋଶ୍ଚିନ୍ ଟା ପୁରା ମନକୁ ପାଉଛି, କୋଶ୍ଚିନ୍ ଟା ଭାବି ଚିନ୍ତିକି କୋଶ୍ଚିନ୍ ଟା ଭାଇ ଆମକୁ ପଚାରୁଛନ୍ତି। ଆଳି ଏକ୍ସାର ମ୍ୟାଚ୍ ଅଛି ସୌଭାଗ୍ୟ ମଲ୍ଲିକ, ଆଉ ସେପଟେ ଡିସିସି ର ବି ମ୍ୟାଚ୍ ଅଛି, ତାପଟେ ଖେଳିବେ ଡିସିସି ନା ଆଳି? ପୁରା ମାନେ ଏମିତିକା କୋଶ୍ଚିନ୍ ଯେମିତି ଆପଣ ଘରୁ ବାହାରି ପାରିବେନି। ନିଶ୍ଚିନ୍ତ ଆଳି ଏକ୍ସାଇପଟୁ ଖେଳିବି, ଯେହେତୁ ମୋ ନିଜ ଟିମ୍, ଆମେ ନିଜେ କ୍ରିଏଟ କରିଥିଲୁ ଟିମ୍, ତ ନିଶ୍ଚିନ୍ତ ଆଳି ଏକ୍ସାଇଟ୍। ଦେଖନ୍ତୁ ଏଇଟା ଏକ ବହୁତ ହି ସୁନ୍ଦର କଥା। ନେକ୍ସଟ ନନ୍ଦ ଭାଇଙ୍କ କୋଶ୍ଚିନ୍ ଆମେ ତ ପଚାରି ଦେଇଛୁ। ନନ୍ଦ ଭାଇଙ୍କର ଖାଲି ଆସୁଛି ନନ୍ଦ ଭାଇଙ୍କ ବିଷୟରେ। ହଁ, ନେକ୍ସଟ ମିଷ୍ଟର ଶକ୍ତିଙ୍କ କୋଶ୍ଚିନ୍ ଯଦି ଆମେ ଦେଖିବା, ଭାଇ ଆପଣ ଶଙ୍ଖାମାରୀ ପ୍ରିମିୟର ଲିଗ ରେ ଖେଳିବାକୁ ଚାହିଁବେ? ହଁ, ତ ଯଦି ଆପଣ ଶଙ୍ଖାମାରୀ ପ୍ରିମିୟର ଲିଗ ଯଦି ଆମେ ଦେଖିବା, ଗୋଟେ ବହୁତ ବଢିଆ ଟୁର୍ଣ୍ଣାମେଣ୍ଟ ରହିଛି ଏସପିଏଲ। ଆପଣ ଶଙ୍ଖାମାରୀ ଏ ସିଜନ ଖେଳିଥିଲେ ସୌଭାଗ୍ୟ? ହଁ ଖେଳିଥିଲେ ଏ ସିଜିନ୍, ଆମର ବାଲେଶ୍ୱରର ଟିମ୍ ନା ମନେ ପଡୁନି। ବାଲେଶ୍ୱର ଶଙ୍ଖାମାରୀ ଆମର ବଡମ୍ବା ଶଙ୍ଖାମାରୀ ଆଜ୍ଞା ପ୍ରିମିୟର ଆଜ୍ଞା। ଲିଗ ଯୋଉଟା 50 ବଲ ଟୁର୍ଣ୍ଣାମେଣ୍ଟ ହୁଏ। ହଁ, ମୁଁ ଖେଳିଥିଲି ଏଥର ବାଲେଶ୍ୱର ଗୋଟେ ଟିମ୍ ପଟରୁ, ଆମେ ହାରି ଯାଇଥିଲୁ ସିଆରଏନ୍ ଏଗେନ୍ଷ୍ଟରେ ଫାଷ୍ଟ ମ୍ୟାଚ୍। ଏତେ ଭଲ ଆଚ୍ଛା ପରଫର୍ମାନ୍ସ ତ ଠିକ ଅଛି। କରିନଥିଲି। ବହୁତ ଭଲ ଟୁର୍ଣ୍ଣାମେଣ୍ଟ, ନେକ୍ସଟ ସିଜିନ୍ ଯିବା ପାଇଁ ଟ୍ରାଏ କରିବି। ଠିକ ଅଛି, ଗୋରେଖଙ୍କ ନିକଟକୁ ଯିବା। ୟୁକେ ରାଉତଙ୍କ ବିଷୟ ଟିକେ କହିବେ, ଉତ୍କଳ କେଶରୀ ରାଉତ ଆପଣଙ୍କର ହିଁ ଏରିଆର ପ୍ଲେୟାର। ଜଗନ ଭାଇଙ୍କ ସହିତ ତ ମୁଁ ଏତେ ମିଶିନି, ଆଉ ଯେତିକି ମାନେ ମିଶିଛି ବହୁତ ଏକ୍ସପିରିଏନ୍ସ ପ୍ଲେୟାର ସେ, ଆଉ ବହୁତ ମାନେ ଭଲ ପ୍ଲେୟାର ବି, କ୍ଲାସ ପ୍ଲେୟାର ସେ, ବହୁତ ନାଁ କରିଛନ୍ତି ସେ। ତାଙ୍କ ବିଷୟରେ କଣ କହିବି, ବହୁତ ଠିକ ଭଲ ଅଛି, ପ୍ଲେୟାର। ପିକେ ରାଉତ ପ୍ରଦୀପଙ୍କ ଯଦି ଆମେ ଦେଖିବା ତ ସେ ତାଙ୍କ କୋଶ୍ଚିନ୍ ଆସୁଛି କି ଇମେଜ ଟିମ୍ ବିଷୟରେ କିଛି କୁହ। ଇମେଜ 11 ଭଦ୍ରକ ଫ୍ୟାନ ବେସ୍ ଭଲ ରହିଛି। ଇମେଜ ଟିମ୍ ବହୁତ ଭଲ ଟିମ୍ ଇମେଜ ର, ଆଉ ପୁରା ୟୁନିଟି ହେଇ ଖେଳନ୍ତି। ସେଇଟା ତାଙ୍କର ମାନେ ତାଙ୍କର ଖାସିୟତ, ମାନେ ଟିମ୍ ଟା ପୁରା ୟୁନିଟି ହେଇ ଖେଳନ୍ତି, ଭଲ ଜୋସ୍ ରେ ଖେଳନ୍ତି। ମେଣ୍ଡି ଭାଇ ତ ଜାଣିଥିବେ, ସିଏ ବହୁତ ଜୋସ୍, ମାନେ ପିଲାଙ୍କୁ ପୁରା ନେଇକି ଖେଳାନ୍ତି। ଯଦି ଜଣେ ଖରାପ ଖେଳୁଥିବ ବି, ତାକୁ ଇମେଜ ପଟରୁ ନେଇ ଖେଳିଲେ ସେ ଅଟୋମେଟିକ ଭଲ ଖେଳିବ ତାଙ୍କ ଜୋସ୍ ରେ। ନୋ ଡାଉଟ୍, ବଢିଆ ଟିମ୍। କ୍ରିସ୍ ଯଦି ଆମେ ଦେଖିବା, କ୍ରିସ୍ ତରଫରୁ କୋଶ୍ଚିନ୍ ଆସୁଛି, ଭାଇଙ୍କ ଅଲ୍ ଓଡିଶାର ଫେଭରେଟ ପ୍ଲେୟାର କିଏ? ଆପଣଙ୍କର ଫେଭରେଟ ପ୍ଲେୟାର କିଏ ରହିଛନ୍ତି ଅଲ୍ ଓଡିଶା କ୍ରିକେଟରେ? ମୋର ଦୁଇଟା ପ୍ଲେୟାର ଫେଭରେଟ, ନନ୍ଦ ଭାଇ, ଚିନ୍ମୟ ଭାଇ। ଓ ଚିନ୍ମୟ ନନ୍ଦ ଆଣ୍ଡ ବିଶ୍ୱରଞ୍ଜନ ସାହୁ। ହେ ସୌରଭ ୱାନ୍ ଯଦି ଆମେ ଦେଖିବା, ସୌରଭ ଭାଇଙ୍କ ତରଫରୁ କୋଶ୍ଚିନ୍, ଇମ୍ରାନ ଖାନ ଲେଜେଣ୍ଡ, ତାଙ୍କ ବିଷୟରେ କହିବେ। ମୁଁ ତାଙ୍କ ସହିତ ଏତେ ଖେଳିନି କି ମିଶିନି, ତ ମୁଁ ଜାଣିନି। ବହୁତ ଲେଜେଣ୍ଡ, ସେ ଅଲୱେଜ ଲେଜେଣ୍ଡ। ମୁଁ ଯେତେ ଶୁଣିଛି ଖେଳ ଦେଖେ, ତାଙ୍କ ଖେଳ ଦେଖିବା ପାଇଁ ତ କୁଆଡୁ କୁଆଡୁ ଲୋକ ଆସନ୍ତି। ଲେଜେଣ୍ଡ ସେ। ଯଦି ଆମେ ଦେଖିବା, ଇମ୍ରାନ ଖାନ ଜଣେ ଲେଜେଣ୍ଡ ପ୍ଲେୟାର,
नेक्स्ट जदि आम देखा तो बहुत सारा क्वेश्चन तो आसूची चिकन स्पोर्ट्स बॉय पचार कि व्हाट अबाउट चिकन स्पोर्ट्स बॉय विषय प्लीज कहे चिकन स्पोर्ट्स बॉय विषय ସେ ଯାଇଥିଲେ ଆମ ସହ ଯୋଉ ଶ୍ରୀକ୍ଷେତ୍ର କପ୍ ସେ ଆମ ସହିତ ଯାଇଥିଲେ ଆମ ଗାଡିରେ ସେ ଯାଇଥିଲେ ଦେଖିବା ପାଇଁ ଖେଳ ଯାଇଥିଲେ ବହୁତ ଭଲ ପିଲା। मिस्टर बेहरा गोटे बहुत बढ़िया क्वेश्चन आसी मन को पाई क्वेश्चन टा आपण जो मैच खेलिकी पैसा आणती आपण आपण सांग मान सेयार कर सांग मान किसी खर्च पानी दियंती कि चलो आज किसी फीस्ट करवा कौन करवा केबे करछंती मिस्टर बेहरा एक्चुअली किए तुम सांग की ହଁ ମୋ ଛୋଟ ବେଳ ସାଙ୍ଗଟେ ସେ ମଜା କରୁଛି। कौन ताको नाटा कौन ताको भल ना कौन ବିକାଶ ବିକାଶ ଚନ୍ଦ୍ର ବେହେରା। अच्छा विकास भाई को क्वेश्चन जा हो नेक्स्ट उत्कल भाई के विषय तो आम पचार देचु इमेज 11 के विषय से कहले इमेज 11 के विषय से कहते बहुत सारा क्वेश्चन आसुची गोरेख का विषय क्वेश्चन जगतसिंहपुर जदि मैं देखिए जगतसिंहपुर आपन केबे आछन स्वाभाविक ए सीजन खेलिया पई ହଁ ଯାଇଛି। ठीक है तो जगतसिंहपुर रो किछि प्लेयर मान के विषय कहबे जो माने समस्त ऑल ओडिशा खेलुछंती आपन टीम रे ही अछंती मणिकांत दास सूर्यकांत दास भी खेलंती कंप्यूटर कालिया भाई तो ताका विषय कोन कहबे सूर्यकांत भाई तो हम खेली मणिकांत भाई सह खेली खेली भल विकेट कीपर करती क्लासिक में से विषय ठीक है नेक्स्ट क्वेश्चन आछि पूजा श्री तरफ लोकल रे फेवरेट बॉलर की आपनकर आपनकर जो लोकालिटी रे फेवरेट की गोटे बॉलर हिसाब रे सचिन लेंका माने से अंडररेटेड प्लेयर से माने बहुत भलो बॉलर ऑल ओडिशा लेवल से कंटिन्यू खेलिबो ना माने बहुत भलो बॉलर रे बाहरी एवं आपनकर फेवरेट बैट्समैन के लोकल रे फेवरेट बैट्समैन अमरदीप पात्र। ठीक अच्छी पब्लिक बॉय बादल का तरफ जो देखिए क्वेश्चन आली कप विषय कौन कहबे आपन को एरिया रे गोटे टूर्नामेंट हैला जोट आपन जाई बहुत जगह टूर्नामेंट खेलुछंती तो जेहेतु आली रे जदि हम देखिबा ऑल ओडिशा टूर्नामेंट केबे हेई नथिला तो आली कप विषय कौन कहबे सौभाग्य एथरो माने फर्स्ट टाइम करथिले टूर्नामेंट माने बहुत भलो अरेंजमेंट हेची आ वर्षा जो फाइनल मैच टिके लेट रहला वर्षा पई नले फॉर्मेट मैच हे जांदा बहुत माने फर्स्ट टाइम करी तो बहुत भलो करछ। बहुत सारा दर्शक मानकर गोटे पर गोटे क्वेश्चन आसुची आमे से क्वेश्चन लास्ट को पचारिबा से क्वेश्चन का पचारिबा काई ना पचारिबा लास्ट को पचारिबा भाई माने समस्त टिके यही जानतु सत्य भाई का क्वेश्चन भाई बहुत ही छोट पिलाटी बाहागर हाडू आपण पड़े जाउछन ठीक अछि सौभाग्य सचिन लेखा का विषय कहबे आई एम आशीष का तरफ क्वेश्चन आछि सचिन लेखा का विषय टी कहबे से मो छोट बड़ सांग ता सहित हम क्रिकेट खेली छोट बळू एबे भी खेलुची तो से मते सब सपोर्ट करे मु भी तो सपोर्ट करे बहुत भलो सांग पूरा बेस्ट फ्रेंड भले बेस्ट फ्रेंड तो ठीक अच्छी बहुत सारा सांग माने आपणकर माने सब अनोखा अनोखा क्वेश्चन सब पचार एक क्वेश्चन टा नबा को बाध्य होई गली खेल तो एमती चलुथिबो भाई सत कहब तुमको केबे का सह माने कोन आ कहबी देखा आइछ आपन फ्रंट रे तुमको केबे कहा सह जदि हम देखिबा हमें डायरेक्ट ही पचार दबा लाइव रे की अच्छी पार्टनर सौभाग्य मल्लिक क्रिकेट को छाड़ी की इट्स गुड बिकॉज बहुत सारा एमती ही क्वेश्चन आछि तो से निजे एबे ताकर टिके कैरियर ऊपर ही फोकस देइछंती आ दर्शक मानकर गोटे जिनस जानिबा को चेष्टा रहिछि एवं छाड़ो लास्ट क्वेश्चन सौभाग्य मल्लिक रेडी हो जांतु से क्वेश्चन आंसर दवा पई बहुत डिफिकल्ट क्वेश्चन आपन पई नयापल्ली फाइनल मैच जदि हम देखिबा फाइनल मैच आपन टीम बहुत भलो क्रिकेट खेले आपन टीम मैच जीते सान 11 सामना रे नयापल्ली ग्राउंड रे बहुत बढ़िया टूर्नामेंट हेतला अंतिम समय रे ग्राउंड भीतर किछि हला जोति पई जदि हम देखिबा हल्का टिके झगड़ा हेतला ग्राउंड भीतर तो कोन कहबे ता विषय रे एक्चुअली रे कोन हेतला एवं ता द्वारा आपण केते दुखित अछंती एवं जहां भी मन रे अछि आपण कहि परिबे हम लाइव रे से मैच टी माने सेमती माने थिला मैच टा माने दी जण माने पूरा बराबर मैच थिला दी जण पटू जेतले मु बैटिंग करे में जाईथिली मते सेमती टिके स्लेजिंग करथिले एटा क्रिकेट एटा होए एटा हम जाननी
ତ ମୁଁ ଆଉଟ୍ ହେଲା ପରେ ସେ ଯେମିତି ସେଲିବ୍ରେସନ କରିଥିଲେ ତ ସେମିତି ଆମେ ବି ଯୋଉ ମୁଭମେଣ୍ଟ ଜିତିଲୁ ତ ଆମେ ବି ସେଲିବ୍ରେସନ କରିପାରିବୁ ତ ଆମେ ସେଲିବ୍ରେସନ କରିଥିଲୁ ତ ସେ କଣ ଭାବିକି ମାନେ ଏମିତି କଲେ ମୁଁ ଜାଣିନି ସେ କଥା ତ ଆମେ ସେମିତି ମାନେ ମୁଁ ସେମିତି କିଛି ଭାବି ମାନେ କାହାକୁ ପର୍ସନାଲି ଇଏ କରି କରିନି ମୁଁ ଆମେ ସେଲିବ୍ରେସନ କରିଥିଲୁ ସେଥିପାଇଁ ଟିକେ ଝଗଡା ହେଇଥିଲା। ଠିକ ଅଛି ଏବଂ ଗ୍ରାଉଣ୍ଡ ଭିତରେ ଏସବୁ ଜିନିଷ ଆମେ ବହୁତ ଥର ଦେଖିଥାଉ କିନ୍ତୁ ଗ୍ରାଉଣ୍ଡ ବାହାରେ ଯେମିତି ସେ ଜିନିଷ ସେ- କିଛି ନ ହୁଏ ଆମେ ସେ- ତା ପାଇଁ ଆଶା କରିବା ଆଉ ଏବଂ ଏବେକା ଟାଇମ ଯଦି ଆମେ ଦେଖିବା ତ ମାନେ କିଛି ସେଠି କହିବେ ଯଦି ସୌଭାଗ୍ୟ? ସେଠି ଯେହେତୁ ମୁଁ ଛୋଟ ପିଲାଟେ ମାନେ ମୁଁ ନୂଆ ଖେଳୁଛି ତ ମୋ ଜାଗାରେ ଯଦି ଆଉ ଗୋଟେ କୋଉ ସିନିୟର ପ୍ଲେୟାର ଥାନ୍ତା ତ ସେମାନେ ସେଟା କେବେ ବି ରିଆକ୍ଟ କରିନଥାନ୍ତେ ଯେହେତୁ ମୁଁ ଛୋଟ ପିଲା ତ ତାଙ୍କୁ ଖରାପ ଲାଗିଥାଇପାରେ ସେଥିପାଇଁ ସେ ରିଆକ୍ଟ କଲେ ସେଥିପାଇଁ ଝଗଡ଼ା ହେଲା ମୁଁ ବି ଭୁଲ ମାଗି ଦେଇଥିଲି ଭୁଲ ମାଗିଲି ଆମର ମୁଁ ସେଠି ଯାଇକି ଆମର ଯେତେବେଳେ ପ୍ରାଇଜ ସେରେମନି ହେଲା ତ ମୁଁ ଯାଇକି ଭୁଲ ମାଗିଛି ମୋର ଛୋଟ ପିଲା ହିସାବରେ ମୋର ଟିକେ ଭୁଲ ହେଇଯାଇଛି ତ ଆଉ କଣ କରିପାରିବି। ଆପଣ ଆପଣଙ୍କ ତରଫରୁ ଭୁଲ ମାଗିଛନ୍ତି ତ ଠିକ ଅଛି ଏବଂ ଆମେ ବି ଆଶା କରିବା କି ଯେମିତି ଆଗାମୀ ସମୟରେ ଆମେ ଡିସିପ୍ଲିନ କୁ ଇଏ କରିବା ଏବଂ ମୁଁ ଏଇଟା ଖାସ କରିକି ଗୋଟେ ବଡ ଭାଇ ହିସାବରେ ମୁଁ ଆପଣଙ୍କୁ ହିଁ କହିବି କି ଆମେ ଯେତେ ଡିସିପ୍ଲିନ ରଖିବା ଗ୍ରାଉଣ୍ଡରେ ସେତେ ଭଲ ନିଜ ଆମେ କ୍ୟାରିୟର ଉପରେ ଫୋକସ କରିବା ଏବଂ ନିଶ୍ଚିତ ଭାବେ ଆମେ ଆଗାମୀ ସମୟରେ ଯେମିତି ଭଲ ଗୋଟେ କ୍ରିକେଟର ହେଇକି ଆସିବା ଏବଂ ଏବଂ ଆଶା ରହିବ ସୌଭାଗ୍ୟ ଆପଣ ଏଇ ଜିନିଷ ଉପରେ ବହୁତ ବଢିଆ ଭାବରେ ଫୋକସ ମଧ୍ୟ କରିବେ ଆଉ କରିଛନ୍ତି ବି ଏବଂ ଆଗାମୀ ସମୟରେ ଆପଣ ଏକ ଭଲ ପ୍ଲେୟାର ମଧ୍ୟ ହେଇକି ଆସିବେ। ଠିକ ଅଛି ଆମେ ଦର୍ଶକ ମାନଙ୍କର କୋଶ୍ଚିନ୍ ସବୁ ନେଲୁ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ମାନେ ଆମକୁ ଏତେ ସାରା କୋଶ୍ଚିନ୍ ଦେଇଛନ୍ତି ଏବଂ ଯାହା ଯାହାର କୋଶ୍ଚିନ୍ ମୁଁ ନେଇପାରିନି ତ ତାଙ୍କୁ ମୁଁ କ୍ଷମା ମାଗିବି ବିକଜ ଆମ ପାଖରେ ଗୋଟେ ଲିମିଟେଡ ସମୟ ଥାଏ ଗୋଟେ ଟାଇମ ଅଛି ତ ଠିକ ଅଛି ନେକ୍ସଟ ଯଦି ଆମେ ଯିବା ଏବେ ସୌଭାଗ୍ୟ ମଲ୍ଲିକ କ୍ରିକେଟ ଆପଣଙ୍କୁ ବହୁତ ପସନ୍ଦ କ୍ରିକେଟ ଆପଣ ବହୁତ ସମୟରୁ ଖେଳି ଆସୁଛନ୍ତି ଏବେ ଏବେ ଅଲ ଓଡିଶା କ୍ରିକେଟ ଆପଣ ଖେଳୁଛନ୍ତି ଆଗାମୀ ସମୟରେ ବି ବହୁତ କ୍ରିକେଟ ଖେଳିବେ ଲମ୍ବା ସଫର ଆପଣଙ୍କର ଅଛି ଗୋଟେ ଦିନ ଏମିତି ଆସିବ ସୌଭାଗ୍ୟ କ୍ରିକେଟ ଆପଣଙ୍କ ଠାରୁ ଦୂରେଇ ଯିବ ଗୋଟେ ସମୟ ଆସିବ ସାୟଦ ଆପଣ ଆଉ କ୍ରିକେଟ ଖେଳି ପାରୁନଥିବେ ତ ସେତେବେଳେ ଆପଣ କଣ କରିବେ? କ୍ରିକେଟ ଖେଳି ପାରୁନଥିବେ ସେଟା କୋଶ୍ଚିନ୍ଟା ମାନେ ସବୁବେଳେ ଗୋଟେ କ୍ରିକେଟ ବୟସ ଥାଏ ଗୋଟେ ବୟସ ଆସିବ ଗୋଟେ ସମୟ ଆସିବ ହଁ ତ ନିଶ୍ଚିନ୍ତ ସେ ଟାଇମରେ ଆପଣ କଣ କରୁଥିବେ? କ୍ରିକେଟ ପ୍ରତି ଭଲ ପାଇବା ରହିଥିବ ସବୁଦିନ ପାଇଁ କ୍ରିକେଟ ପ୍ରତି ଭଲ ପାଇବା ରହିଥିବ ଯେପର୍ଯ୍ୟନ୍ତ ଖେଳି ପାରୁନଥିବି ଖେଳି ପାରୁଥିବି ତ ଖେଳିବି ଯେପର୍ଯ୍ୟନ୍ତ ନ ଖେଳି ପାରୁଥିବି ମାନେ ଖେଳ ଦେଖିକି ବି ଏନ୍ଜୟ କରିବି କିନ୍ତୁ କ୍ରିକେଟ ସବୁବେଳେ ଫାଷ୍ଟ ରହିବ। କ୍ରିକେଟ କୁ ଆପଣ ରଖିଥିବେ ସବୁବେଳେ ଟପ ରେ ଏବଂ କ୍ରିକେଟ ଗୋଟେ ଏମିତିକା ସ୍ପୋର୍ଟସ ଯଦି ସମସ୍ତଙ୍କର ଗୋଟେ ୱିକନେସ ଥାଏ କ୍ରିକେଟ ଛଡା କ୍ରିକେଟ ଛଡା ଆପଣଙ୍କୁ ଅନ୍ୟ କୋଉ ସ୍ପୋର୍ଟସ ଉପରେ ବେଶୀ ଆପଣ ଧ୍ୟାନ ଦିଅନ୍ତି କୋଉ ସ୍ପୋର୍ଟସ ଆପଣଙ୍କୁ ଭଲ ଲାଗେ କ୍ରିକେଟ କୁ ଛାଡିକି? ମୁଁ ଫୁଟବଲ ଖେଳିଛି ଫୁଟବଲ ସ୍କୁଲରେ ଖେଳିଛି ଷ୍ଟେଟ ଲେବଲ ଦିଟା ଖେଳିଛି ଫୁଟବଲ ଭଲ ଲାଗେ। ଫିଫା ୱାର୍ଲଡ କପ୍ ଆପଣ ଦେଖନ୍ତି ସୌଭାଗ୍ୟ? ହଁ ଦେଖିଛି। ଏବଂ ଏ ସିଜନ ଚାମ୍ପିୟନ ହେଲା ସ୍ପେନ ଆପଣଙ୍କ ଫେଭରେଟ ଟିମ୍ କିଏ ଥିଲା? ମୋର ତ ଆର୍ଜେଣ୍ଟିନା ଫେଭରାଇଟ ମେସି ହାରି ଯାଇଥିଲା। ଠିକ ଅଛି ତ ଆର୍ଜେଣ୍ଟିନା ଟିମ୍ ଫାଇନାଲରେ ଅନଫର୍ଚୁନେଟଲି ହାରିଛି କିନ୍ତୁ ସ୍ପେନ ଭଲ କ୍ରିକେଟ ଖେଳିଲା। ନେକ୍ସଟ ଯଦି ଆମେ ଦେଖିବା ତ ବହୁତ ସାରା ଜିନିଷ ଆମେ ଆପଣଙ୍କ ଠାରୁ ଏବେ ଜାଣିଲୁ ଟିକେ ଆମେ କ୍ରାଉଡ ଉପରେ ଯିବା ଗ୍ରାଉଣ୍ଡରେ ବହୁତ ସାରା କ୍ରାଉଡ ଯଦି ଆମେ ଦେଖିବା ଥାଆନ୍ତି ଯେହେତୁ ଗାଁ ଗହଳିରେ ଖେଳ ହଉଛି ଅଲ ଓଡିଶା ମ୍ୟାଚେସ୍ ତ ଦର୍ଶକ ମାନଙ୍କ ସଂଖ୍ୟା ତ ବହୁତ ଥାଏ ଗୋଟେ ଗୋଟେ ଜାଗାରେ ତ ଜାଗା ବି ନଥାଏ ଦର୍ଶକ ମାନେ କୋଉଠି ବସିବେ ଆପଣ ସେ ଜାଗାରେ ବି ଖେଳିକି ଆସୁଛନ୍ତି ସୌଭାଗ୍ୟ ତ ସେ ପ୍ରେସରକୁ ଆପଣ କେମିତି ହ୍ୟାଣ୍ଡେଲ କରନ୍ତି ଗ୍ରାଉଣ୍ଡ ଭିତରେ ଦର୍ଶକ ମାନଙ୍କର ପ୍ରେସରକୁ ଆପଣ କେମିତି ହ୍ୟାଣ୍ଡେଲ କରନ୍ତି ଆଜ୍ ଏ ପ୍ଲେୟାର? ପ୍ରେସର ଗୋଟା ମୁଁ ଖେଳୁଥିଲି ଆମର ଡିପିଏଲ ଖେଳ ହୁଏ ଧୋୟା ପ୍ରିମିୟର ଲିଗ ଫାଷ୍ଟ ସିଜନ ଖେଳିଲେ ବହୁତ ସେଠି ମାନେ ଚିନ୍ମୟ ବି ଆମ ପଟରେ ଥିଲେ ମୁଁ ଚିନ୍ମୟଙ୍କ ଟିମରେ ଥିଲି ବହୁତ ଲୋକ ଆମେ ଫାଇନାଲ ଯାଇଥିଲୁ ବହୁତ ପ୍ରେସର ମାନେ ସେଠି ସେଇଠି ଗୋଟେ ମ୍ୟାଚ୍ ମତେ ବହୁତ ନର୍ଭସ ଲାଗିଥିଲା ମାନେ ଏତେ ଲୋକଙ୍କ ଭିତରେ ପ୍ରେସର ପୁଣି ଲାଷ୍ଟ ଗୋଟେ କ୍ୟାଚ୍ ଆସିଥାଏ ଲଙ୍ଗ ଉପରେ ମୁଁ ଠିଆ ହେଇଥାଏ କ୍ୟାଚ୍ ମୋ ପାଖକୁ ଆସିଥାଏ ମାନେ ଡିସାଇଡର ମ୍ୟାଚ୍ ପୁରା ମୁଁ କ୍ୟାଚ୍ ସେଠି ଧରିଥିଲି ମାନେ ସେଠି ବହୁତ ପ୍ରେସର ଆଉ ଗୋଟେ ଖେଳିଥିଲି ବାଙ୍ଗାଲୋରରେ ବି ବହୁତ କ୍ରାଉଡ ଜାଣିଥିବେ ବହୁତ ଲୋକ ଗେଟ୍ ସେଠି ହଁ ମୁଁ ହଁ ସେଠି ସେ ପ୍ରେସର ସିଚୁଏସନରେ ଯାଇକି ଦିଟା ଛକା ମୁଁ ମାରିଥିଲି ସେଇ ସବୁକୁ ହ୍ୟାଣ୍ଡେଲ କରିଦେଲେ ତ ଆଉ ପ୍ରେସର ଲାଗେନି କିଛି। ସେ ସବୁ ଜିନିଷ ଉପରେ ଆପଣ ଫୋକସ ମଧ୍ୟ କରିଛନ୍ତି ଏବଂ ଧୀରେ ଧୀରେ ଏବେ ସାୟଦ ସେ ପ୍ରେସର ଆଉ ଏତେ ନଥିବ ଏବେ ଟିକେ ଯାହାହେଲେ ବି କମି ଯାଇଥିବ। ନିହାତି କାହିଁକିନା ମୁଁ ଛୋଟବେଳୁ ଆମେ ଯୋଉ ଖେଳର ମୁଁ ପ୍ରେସର ସିଚୁଏସନ ସବୁବେଳେ ଖେଳିକି ଆସିଛି ତ ମତେ ସେମିତି ପ୍ରେସର ଲାଗେନି
ମତେ ମତେ ସେମିତି ସିଚୁଏସନ ଖେଳିବା ମତେ ସେଇ ପ୍ରେସର ହଁ ସିଚୁଏସନ କୁହନ୍ତୁ। ଖେଳିବା ପାଇଁ ଭଲ ଲାଗେ ମତେ ମାନେ ମୁଁ ସେଇ ସିଚୁଏସନ ସବୁବେଳେ ଖେଳିକି ଆସିଛି ଖେଳିକି ଆସିଛି ମତେ ସେଇ ସିଚୁଏସନ ଖେଳିବା ପାଇଁ ଭଲ ଲାଗେ। ଠିକ ଅଛି ଏବଂ କ୍ରାଉଡ ମାନେ ରହିଲେ ବି ଗ୍ରାଉଣ୍ଡ ରେ ଆପଣଙ୍କୁ ଗୋଟେ କନଫିଡେନ୍ସ ଆସେ ଏବଂ ଗୋଟେ ବୁଷ୍ଟ ଆସେ ଆପଣଙ୍କୁ କି ଆମେ ଟିକେ ଜୋସ୍ ଆପଣଙ୍କୁ ଆସିଯିବ କି ଆମେ ଗୋଟେ ଭଲ କ୍ରିକେଟ ଖେଳିପାରିବେ ଯେତେବେଳେ ଖାସ କରିକି ଗ୍ରାଉଣ୍ଡ ରେ କ୍ରାଉଡ ଥାଆନ୍ତି। ଠିକ ଅଛି ଏବେ ଆମେ ଯିବା ବହୁତ ସାରା ଟୁର୍ଣ୍ଣାମେଣ୍ଟ ଆପଣ ଖେଳିଛନ୍ତି ସୌଭାଗ୍ୟ ଏଇ ସିଜନରେ ତ କିଛି ଟୁର୍ଣ୍ଣାମେଣ୍ଟ ର ନେମ୍ ନେବେ ଆଉ କୌଣସି ଟୁର୍ଣ୍ଣାମେଣ୍ଟ କୁ ରାଙ୍କ ଦବାନି ଟପ୍ 5 ଟପ୍ 10 ଏସବୁ ଜିନିଷ ଭୁଲ। ସବୁ ଟୁର୍ଣ୍ଣାମେଣ୍ଟ ସମସ୍ତେ ବହୁତ କଷ୍ଟ କରିକି ଟୁର୍ଣ୍ଣାମେଣ୍ଟ କରୁଛନ୍ତି ସବୁ ଅର୍ଗାନାଇଜର ସମାନ ବଟ ଆପଣଙ୍କ ହିସାବରେ ଆପଣ ଖେଳିଥିବା କିଛି ଟୁର୍ଣ୍ଣାମେଣ୍ଟ ର ନାଁ ନେବେ ଯୋଉଟା ଆପଣଙ୍କୁ ଭଲ ଲାଗେ। ତ ଡେ ମ୍ୟାଚ୍ ଏତେ ମୁଁ ଖେଳିନି ମୁଁ ନାଇଟ୍ ସିଜନ କଥା କହୁଛି। ଫାଷ୍ଟ ମୁଁ ରଖିବି ଆମ ଆଳି ଆଳି କପ୍ ଆଚ୍ଛା ତାପରେ ରଖିବି ଆମର କେଉଁଝର ତରିମୂଳ ଆଚ୍ଛା ନୟାପଲ୍ଲୀ ମ୍ୟାଚ୍ ଆଉ ଗୋଟେ ରଖିବି ଖଇରିବାଲି ଚାରି ଆଉ ଗୋଟେ ବହୁତ ଟୁର୍ଣ୍ଣାମେଣ୍ଟ ଅଛି ଆପଣ ଖେଳିଛନ୍ତି ଏ ସିଜିନ୍। ବହୁତ ଟୁର୍ଣ୍ଣାମେଣ୍ଟ ଖେଳିଛି। ଆଉ ଗୋଟେ ଆମର ହାରି ଯାଇଥିଲୁ ଏବେ ଆମର ଡାମରପୁରରେ ଗୋଟେ 6 ବଲ୍ 7 ରନରେ ହଁ ହଁ ଡାମରପୁର ଆପଣଙ୍କର ପଟାମୁଣ୍ଡି ପାଖରେ। ସେଇଟା ବହୁତ ମନ ଦୁଃଖ ହେଇଥିଲା 6-7 ରନ୍ ଯାଇଥିଲୁ ସେଟା ଗୋଟେ ସେଠି ମଧ୍ୟ ଯଦି ଆମେ ଦେଖିବା ତ ବହୁତ ସାରା କ୍ରାଉଡ ଏବଂ ବହୁତ ସାରା ଲୋକ ମଧ୍ୟ ସେଠି ଯାଇଥିଲେ ଖେଳ ଦେଖିବା ପାଇଁ। ଠିକ ଅଛି ଆପଣ କିଛି ଟୁର୍ଣ୍ଣାମେଣ୍ଟ ର ନେମ୍ ନେଇଛନ୍ତି ଏବଂ ଯୋଉ ଯୋଉ ଟୁର୍ଣ୍ଣାମେଣ୍ଟ ର ନେମ୍ ନେଲେ ସେ ସବୁ ଟପ୍ କ୍ଲାସ ଟୁର୍ଣ୍ଣାମେଣ୍ଟ ଆମ ଯଦି ଆମେ ଦେଖିବା ଓଡିଶାରେ ତ ନେକ୍ସଟ ଯଦି ଆମେ ଦେଖିବା କିଛି ପ୍ଲେୟାର ମାନଙ୍କ ବିଷୟରେ ଆମେ ଜାଣିବାକୁ ଚାହିଁବା ଯୋଉମାନେ ଅଲ୍ ଓଡିଶାର ନିଜର ନେମ୍ ଆଉ ଫେମ୍ ବନେଇଛନ୍ତି ଏବଂ ସେ ପ୍ଲେୟାର ଆପଣଙ୍କୁ କେମିତି ଲାଗନ୍ତି ପ୍ଲିଜ ଆପଣ ଟିକେ ଆମକୁ ଜଣେଇବେ ଟିକେ ଆମକୁ ଜଣେଇବେ କି ବିଶ୍ୱରଞ୍ଜନ ସାହୁ ଆପଣଙ୍କୁ କଣ କେମିତି ଲାଗନ୍ତି ତାଙ୍କ ବିଷୟରେ ଆମକୁ ଟିକେ ଭଲ କି କହିବେ। ତାଙ୍କଠୁ ତ ମାନେ ବହୁତ ମାନେ ମୁଁ ଶିଖିଛି ବ୍ୟାଟିଂ ତାଙ୍କ ବ୍ୟାଟିଂ ବି ଟିକେ ମୁଁ ମାନେ ମତେ ଭଲ ଲାଗେ ତାଙ୍କ ବ୍ୟାଟିଂ ଦେଖିବା ପାଇଁ ତ ସେ ବ୍ୟାଟିଂ କରୁଥିଲେ ମତେ ଭଲ ଲାଗେ ଦେଖିବା ପାଇଁ ଆଉ ସିଏ ତ ଡନ୍ ଓଡିଶା କ୍ରିକେଟର ବହୁତ ଭଲ ପ୍ଲେୟାର ବହୁତ ଭଲ ମଣିଷ ବି ନେକ୍ସଟ ଯଦି ଆମେ ଯିବା ତ ହିରାଲାଲ ମେଣ୍ଡିସ୍। ସେ ବହୁତ ଆଗ୍ରେସିଭ ପ୍ଲେୟାର ତ ସବୁବେଳେ ଜୋସ୍ ଦିଅନ୍ତି ଟିମ ରେ ପୁରା ସବୁବେଳେ ମାନେ ପୁରା ମାନେ କେବେ ହାର ମାନିବେନି ସେ ପ୍ଲେୟାର ସେ ହାର ମାନିବେନି ତ ଯାହା ବି ମ୍ୟାଚ୍ ସିଚୁଏସନ ହେଇଥାଉ 6 ବଲ୍ 2 ରନ୍ ବି ଥାଉ ନା କାହିଁକି ଜୋସ୍ ରେ ଖେଳିବ ମାନେ ମ୍ୟାଚ୍ ଟାକୁ କେତେବେଳେ ବି ଚେଞ୍ଜ କରିହବ ସେ ସବୁବେଳେ ଜୋସ୍ ଦିଅନ୍ତି ଆଗ୍ରେସିଭ ପ୍ଲେୟାର ସବୁବେଳେ ରହିବେ। ପରେଶ ସାମଲ ବାମହାତୀ ବୋଲର। ଆଉ ତା ହାତରେ ବହୁତ ପେସ୍ ମାନେ ମାନେ ୱାନ୍ ଅଫ ଦ ବେଷ୍ଟ ବୋଲର ନମ୍ବର 1 ବୋଲର କହିଲେ ଚଳେ। ନମ୍ବର ଠିକ ୱାନ୍ ଅଛି ବୋଲର ପରେଶ ସାମଲ ବିଷୟରେ ଜାଣିଲେ ନେକ୍ସଟ ଚୁଇ କାଳିଆ। ସିଏ ବି ଆଗ୍ରେସିଭ ପ୍ଲେୟାର ବହୁତ ଭଲ ବ୍ୟାଟ୍ସମ୍ୟାନ ମତେ ମାନେ ଟପ୍ ବ୍ୟାଟ୍ସମ୍ୟାନ ଯଦି କାହାକୁ ମତେ ନାଁ କୁହାଯାଏ ତ 1 ନମ୍ବର ସିଏ ରହିବେ ବହୁତ ଭଲ ବ୍ୟାଟ୍ସମ୍ୟାନ ସେ ରନ୍ କରିବାର ତରିକା ଜାଣିଛନ୍ତି ସବୁ ମ୍ୟାଚରେ ସେ ରନ୍ କରିଥିବେ ମାନେ ବହୁତ ମାନେ ତାଙ୍କ ବ୍ୟାଟିଂ ଭଲ ଲାଗେ ସବୁବେଳେ ରନ୍ ସେ କେମିତି ରନ୍ ଟିମକୁ ରନ୍ ଦେବେ ଯାହା ବି ସେ ରନ୍ ବନେଇଦେବେ ଟିମ୍ ପାଇଁ ସେଇଟା ତାଙ୍କ ଭଲ କ୍ୱାଲିଟି। ଠିକ ଅଛି ଅସଲମ ଖାନ ଆପଣଙ୍କୁ କଣ କେମିତି ଲାଗନ୍ତି ତାଙ୍କ ବ୍ୟାଟିଂ ଷ୍ଟାଇଲ। ଅସଲମ ଖାନ ତ ସେ ପୁରା ଫାଷ୍ଟ ବଲ ହିଁ ଆସିକି ପୁରା ଫାଷ୍ଟ ବଲ ଛକା ନହେଲେ ଫାଷ୍ଟ ବଲ ଆଉଟ୍ ଯଦି ଚ୍ୱାନ୍ସ ଚାଲିଗଲେ ବ୍ୟାଟ ତାଙ୍କର ବାଜିଲା ମାନେ ମାନେ ବୋଲର ହିଁ ତ ପକେଇବା ପାଇଁ ଡରିବେ ଏମିତି ସେ ବ୍ୟାଟ୍ସମ୍ୟାନ ଏପର୍ଯ୍ୟନ୍ତ ଠିକ ବି ଅଛି ତାଙ୍କର ତମେ ଏଠି ବହୁତ ସେମିତି ସାରା ହଁ ଫର୍ମ ତାଙ୍କର କୁହନ୍ତୁ। ସେମିତି ଅଛି ଏପର୍ଯ୍ୟନ୍ତ ତାଙ୍କ ଏଜ ବି ହେଲାଣି ସେ ଏପର୍ଯ୍ୟନ୍ତ ମାନେ ସେଇଭଳିଆ ମାନେ ମାନେ ଟପ୍ ଲେଭେଲ ବ୍ୟାଟିଂ। ଠିକ ଅଛି ସୌଭାଗ୍ୟ ଆମେ ଏବେ ଏକ ଛୋଟ ରାପିଡ ଫାୟାର କରିବା ଆଣ୍ଡ ରାପିଡ ଫାୟାର ପରେ ଆମେ ଗୋଟେ ଟିମ୍ ବନେଇବା ଟିମ୍ ବନେଇବା ପରେ ଆମେ ଏସବୁ ଏଣ୍ଡ କରିବା ବହୁତ ସାରା ଯଦି ଆମେ ଦେଖିବା ସମୟ ଆମେ ନେଇଛେ ରାପିଡ ଫାୟାର ସମୟ ରାପିଡ ଫାୟାରରେ ଯଦି ମୁଁ ଆପଣଙ୍କୁ ଗୋଟେ ସେଗମେଣ୍ଟ ଦେବି ଗୋଟେ କୋଶ୍ଚିନ୍ ଦେବି ଏବଂ ଆପଣ ସେ କୋଶ୍ଚିନ୍ ର ଆନ୍ସର ମତେ କହିବେ ଆଣ୍ଡ ଦେଖିବା କି ସେ ଜାଗାରେ କୋଉ ପ୍ଲେୟାର ଫିଟ୍ ରହୁଛନ୍ତି ଓକେ। ପ୍ରଥମ କୋଶ୍ଚିନ୍ ଗୋଟିଏ ଓଭରରେ ରନ୍ ଦରକାର ହଉଛି 17 ରନ୍ ଗୋଟିଏ ଓଭର ଅଛି ଗୋଟିଏ ଓଭରରେ ରନ୍ ଦରକାର ହଉଛି 17 ରନ୍ ରେଡ ବଲ ର ଫର୍ମାଟ ଆଉ ମୋର କୋଶ୍ଚିନ୍ ଟା ପୁରା ରେଡ ବଲ୍ ଉପରେ ରହିବ
ତ ବୋଲିଂ ରେ ଅଛନ୍ତି सोहेल खान शेष ओवर नहीं आसुंट रेड बॉल फॉर्माट 6 बॉल रन दरकार 17 तो बैटिंग रे किए रहिबा दरकार आ को बैट्समैन रहिले 6टी बॉल रे 17 रन चेस कर दे पारि गोटे बैट्समैन ना दीटा बैट्समैन अछि गोटे बैट्समैन गोटे बैट्समैन जे 6टी बॉल रे 17 रन दरकार स्ट्राइक रे को बैट्समैन रहिले सोहेल खान बोलिंग रे अछंती से चेस कर दे पारिबो कि से सोहेल खान बोलिंग करछन ताले मु रखिबी देवाशीष पाटसणी देवाशीष पाटसानी नेक्स्ट क्वेश्चन शेष ओवर 6टी बॉल रे आवश्यक होची 12 रन स्ट्राइक रे अछंती बैट्समैन विश्वरंजन साहू नॉन स्ट्राइकर रे अछंती बैट्समैन उत्कल केशरी राउत कमांडो टीम धरा खेलुची तो को बॉलर पकेइले 6टी बॉल रे 12 रन से रोकी दे पारिबे 6टी बॉल 12 रन परे सामक कमांडो टीम खेलुची कमांडो रे आपण कोनोसी प्लेयर रखी परिबेनी आउ को बॉलर कमांडो खेलुची आपण विश्वरंजन साहू बैटिंग रे अछंती उत्कल केशरी राउत अछंती नॉन स्ट्राइकर रे तो कमांडो को छाडी के आपण को टीम रे बॉलर को देखछथि सोहेल खान चाहिए रोकी दे पारिबे 6टी बॉल रे 12 रन ठीक अछि सबुठ बेस्ट ओपनिंग जोड़ी आपण को के लागि छथि इस सीजन रे आपण बहुत सारा टीम्स देखि छथि बढ़िया ओपनर ए सीजन रे की आपण को तरफ रो गोटे टीम रो ना क्या भी नहीं हो ऑल ओवर आपण दीटा बैट्समैन को नेम नेबे गोटे टीम रो रखिबी चुई कालिया लाडे नहीं नहीं आपण बुझी पाइलेनी मो गोटे क्वेश्चन टी गोटे टीम रो दीटा नहीं नहीं गोटे ही टीम रो जेते हमर सब टीम्स अछंती जो मान सब ए सीजन रे खेलिचंती तो सबुठ भलो जोड़ी आपण को कोटा लागिला कंटिया थिले कंटिया संगे असलम खान को जोड़ी ना मानिक चांद राकेश जेना तो के लागिला आपण असलम खान कंटिया एवं असलम खान कंटिया को जोड़ी कौन पे आपण केते भल लागिला कि कहबे कारण जे दी जण फियरलेस बैटिंग करथि सबले टीम को रन दियंती बेस्ट ओपनर बेस्ट ओपनिंग जोड़ी जदि आमे देखिबा ए सीजन रहिछंती असलम खान एवं कंटिया ठीक अछि एबे आमे एक टीम बनैबा एक ड्रीम टीम एवं एबे आपण हेले टीम रो जणे कैप ओनर सौभाग्य तो टीम हमर रहइबा एमिति कि टीम रे हमर रहइबा 4 गोटी बैटर 3 गोटी ऑलराउंडर एंड एवं रहिबे 4 गोटी बॉलर टीम रे एवं जो बैटर आपण रखिबे सेही बैटर मध्यरु जने विकेट कीपर भी आपणकर रहिबा को जाउची तो 4 गोटी बैटर 3 गोटी ऑलराउंडर एंड 4 गोटी रहिबे बॉलर हम स्टार्ट करिबा तो प्रथमे आपण को टीम रे दुई ओपनर को नेम कहिबे ओपनर रहिबे चुई कालिया कंटिया चुई कालिया को कंटिया ओपनिंग करिबे ठीक अछि मिडिल ऑर्डर जिबा 3 नंबर रे जगन है विकेट कीपर आपण करले उत्कल केशरी राउत जगन नंबर 5 रे चिन्मय परिडा माने आपण कर हे गेले चुई कालिया कंटिया जगन एंड तापर रहिले चिन्मय नंद विकेट कीपिंग रे आपण गले जगन के तरफ को ऑलराउंडर तीनोटी ऑलराउंडर का नेम तबे आपण को टीम रे विश्वरंजन साहू अच्छा पाटसानी देवाशीष पाटसानी हिमांशु शेखर दौड़ लाडे विश्वरंजन साहू देवाशीष पाटसानी एंड हिमांशु शेखर धल लाडेन भाई का ना आपण नै छथि एठी एबे आपे जिबा बॉलर स्क्वाड को 4 गोटी बॉलर्स आपण को टीम देखे रहबो तोसवा राजू परेश सामल सोहेल खान आम टीम शिवानंद भी आपण टीम रे ऐड करूछंती टीम रो कैप्टन का करिया कहले टीम रो कैप्टन रहिबे जगन भाई उत्कल केशरी राउत भी हेबे विकेट कीपर एंड कैप्टन जे ताको बेटर कैप्टनशिप रो भी स्किल रखुची तो जा हो गोटे बढ़िया टीम आपण बनै छंती
ଠିକ ଅଛି ବହୁତ ସାରା ଜିନିଷ ଆମେ ଆପଣଙ୍କ ଠାରୁ ଜାଣିଲୁ ଏବେ ଆମେ ଆମ ଲାଇଭ ଶୋ କୁ ଏବେ ଏଣ୍ଡ ଆଡକୁ ନେଇକି ଯିବା ବହୁତ ଭଲ ଲାଗିଲା ସୌଭାଗ୍ୟ ଆପଣଙ୍କ ସାଙ୍ଗରେ ଚର୍ଚ୍ଚା କରିକି ଏବଂ ବହୁତ ସାରା କଥା ଆମେ ଆପଣଙ୍କ ବିଷୟରେ ଜାଣିଲୁ ଏବଂ ବହୁତ ସାରା ଦର୍ଶକ ମାନେ ବି ଆପଣଙ୍କ ବିଷୟରେ ଜାଣିଲେ କି ଆପଣ କେଉଁଠୁ ଆସନ୍ତି କେମିତି କ୍ରିକେଟ କୁ ଆପଣ ଆରମ୍ଭ କରିଥିଲେ ଏବଂ ଏବେ ଅଫ ସିଜନ ରେ ଏବେ ଆପଣ କଣ କେମିତି କ୍ରିକେଟ କୁ ଫଲୋ କରୁଛନ୍ତି କେମିତି ଚାଲିଛି ପ୍ରାକ୍ଟିସ ବଗେରା ଅଫ ସିଜନ ରେ ପ୍ରାକ୍ଟିସ ଚାଲିଛି ଆମର ଏଠି ପାଖରେ ସଚିନଙ୍କ ଗାଁ ରାଧାନଗର ବୋଲି ତାଙ୍କ ଗାଁ ସେଠି ଆମେ ଯାଉଛୁ ଖେଳିବା ପାଇଁ ଆସୁଛନ୍ତି ଯେତିକି ପିଲା ଆସୁଛି ବର୍ଷା ହେଲେ ବି ଖେଳୁଛୁ ପ୍ରାକ୍ଟିସ କରୁଛୁ ସବୁଦିନ ପ୍ରାକ୍ଟିସ ସବୁଦିନ କରୁଛୁ। ଠିକ ଅଛି ଏବଂ ନେକ୍ସଟ ଯଦି ଆମେ ଦେଖିବା ତ ଏ ସିଜନ ଯଦି ଆମେ ଦେଖିବା ଯୋଉଟା ଆସିବାକୁ ଯାଉଛି ବହୁତ ସାରା ଟୁର୍ଣ୍ଣାମେଣ୍ଟ ହବାକୁ ଯାଉଛି ଏ ସିଜନ ରେ ଏବଂ ଲଗଭଗ ଯଦି ଆମେ ଦେଖିବା ଏ ସିଜନ ଯେହେତୁ डे बाय डेज ଏବଂ ଇୟର ବାଇ ଇୟର୍ସ ଖାସ କରିକେ ବର୍ଷକୁ ବର୍ଷ ଟୁର୍ଣ୍ଣାମେଣ୍ଟର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ତ ଏ ସିଜନ ଆପଣ ଫୁଲ ଆଭେଲେବୁଲ ରହିବେ ଡିସିସି ସନ୍ତପୁରା ଟିମ୍ ତରଫରୁ ହଁ ନିଶ୍ଚିତ। थैंक यू सो मच सौभाग्य मल्लिक ଆଜି ଆପଣ ଆମ ସହ ଯୋଡି ହେଲେ ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଚର୍ଚ୍ଚା କରିକି ଏବଂ ବହୁତ ସାରା ଜିନିଷ ମଧ୍ୟ ଆମେ ଆପଣଙ୍କ ଠାରୁ ଆଜି ଶିଖିବାକୁ ପାଇଲୁ ଏବଂ କିଛି ଏମିତିକା ଜିନିଷ ଆମେ ଶିଖିଲୁ ଯେମିତି କି ଆପଣଙ୍କ କ୍ୟାପ୍ଟେନସିପ ହଉ ଆପଣ କେମିତି ୟଙ୍ଗ କ୍ୟାରିୟରରୁ ଆପଣ ଆରମ୍ଭ କରିଥିଲେ କେମିତି ଆପଣ ଆଡି ଏକ୍ସାଇଜ ସହ ଯୋଡି ହେଲେ କେମିତି ଆପଣ ଡିସିସି ସନ୍ତପୁରା ସହ ଯୋଡି ହେଲେ ଯିବା ପୂର୍ବରୁ ଡିସିସି ସନ୍ତପୁରା ଟିମ୍ ବିଷୟରେ ଆମେ ଜାଣିଲେ ଆଡି ଏକ୍ସାଇଜ ବିଷୟରେ ଆମେ ଜାଣିଲେ ଆପଣଙ୍କ କ୍ୟାରିୟର ବିଷୟରେ ଆମେ ଜାଣିଲେ କୋଉ ପ୍ଲେୟାର କୁ ଆପଣ ଫଲୋ କରନ୍ତି ସୌଭାଗ୍ୟ ମଲ୍ଲିକ ଇଣ୍ଟରନ୍ୟାସନାଲ କ୍ରିକେଟରେ ରୋହିତ ଶର୍ମା। ରୋହିତ ଶର୍ମାକୁ ଆପଣ ଫଲୋ କରନ୍ତି ରୋହିତ ଶର୍ମାଙ୍କ ବିଷୟରେ ବହୁତ ସାରା ଚର୍ଚ୍ଚା ଚାଲିଥିଲା ଆଉ ରିସେଣ୍ଟଲି ରୋହିତ ଶର୍ମା ଗୋଟେ ଶତକ ମାଇଲେ ହଁ ଟିମ୍ ଇଣ୍ଡିଆ ହାରିଲା କିନ୍ତୁ କେତେ ଖୁସି ଆପଣ ଅଛନ୍ତି ବହୁତ କିଛି ଏବଂ ଲାଗୁଛି ରୋହିତ ଶର୍ମା 2027 ୱାର୍ଲଡ କପ୍ ନିଶ୍ଚିନ୍ତ ଖେଳିବେ ସେ ତ ଦେଖେଇଦେଲେ ଶହେ ଗୋଟେ ଶତକ ମାରି ତ ତାଙ୍କର ପ୍ରୁଭ କରିଦେଲେ ନା ଆଉ ତାଙ୍କୁ ରିଟାୟାର୍ଡ କୋଶ୍ଚିନ୍ ଯୋଉ ସେଟା ଉଠୁଥିଲା ସେଟା ତ ଆଉ ଉଠିବନି ରୋହିତ ସେଇଟା ଶର୍ମା ଚାଲିଗଲା। ଶତକ ମାରିକି ପ୍ରୁଭ୍ କରିଦେଇଛନ୍ତି ଏବଂ ରୋହିତ ଶର୍ମାର ଯଦି ଆମେ ଦେଖିବା ବହୁତ ସାରା ତାଙ୍କର ଯଦି ଆମେ ଦେଖିବା ତ ଡବଲ ସେଞ୍ଚୁରୀ ବଗେରା ରହିଛି 267 ଗୋଟେ ଥିଲା ଯଦି ମୁଁ ମନେ ପକେଇବି 209 ଗୋଟେ ଅଛି 200 शायद 19 କି 220 ଏମିତି ଗୋଟେ ଅଛି ତ କୋଉଟା ଆପଣଙ୍କୁ ବହୁତ ଭଲ ଲାଗିଥିଲା କୋଉ ଡବଲ ସେଞ୍ଚୁରୀଟା ରୋହିତ ଶର୍ମାଙ୍କର ଭାରି ପସନ୍ଦ ତମର 264 264 ଟା ହିଁ ସବୁଠୁ ବଢିଆ ଯଦି ଆମେ ଦେଖିବା ଆପଣଙ୍କୁ ଲାଗିଛି ରୋହିତ ଶର୍ମାଙ୍କର ଶ୍ରୀଲଙ୍କା ବିପକ୍ଷରେ ଯେଟା ଥିଲା ନେକ୍ସଟ ଯଦି ମୁଁ ପଚାରେ ଆପଣଙ୍କୁ ଆପଣଙ୍କର ଫେଭରେଟ ଆଇପିଏଲ ଟିମ୍ କିଏ ଆଇପିଏଲ ଆପଣ ଯଦି ଫଲୋ କରନ୍ତି ମୁମ୍ବାଇ ଇଣ୍ଡିଆନ୍ସ। ଯେହେତୁ ରୋହିତ ଶର୍ମା ଆପଣଙ୍କ ଫେଭରେଟ ତ ମୁମ୍ବାଇ ଇଣ୍ଡିଆନ୍ସ ଆପଣଙ୍କର ଗୋଟେ ଭଲ ଆଇପିଏଲ ଟିମ୍ ରହିଛନ୍ତି ଏବଂ ଆପଣ ୱାର୍ଲଡ କପ୍ ତ ଦେଖିଥିବେ ବହୁତ ସାରା ୱାର୍ଲଡ କପ୍ ଯଦି ଆମେ ଦେଖିବା ଆପଣ ଏ ପର୍ଯ୍ୟନ୍ତ ସରିଲାଣି ତ ସବୁଠୁ ବେଷ୍ଟ ୱାର୍ଲଡ କପ୍ ଆପଣଙ୍କ ପାଇଁ କୋଉଟା ଥିଲା କୋଉ ୱାର୍ଲଡ କପ୍ ଟି ଆପଣଙ୍କୁ ଭାରି ପସନ୍ଦ ଆସିଥିଲା 2024 ୱାର୍ଲଡ କପ୍ 2024 ୱାର୍ଲଡ କପ୍ ଯୋଉଥିରେ ରୋହିତ ଶର୍ମା ଟିମ୍ କୁ ଚାମ୍ପିୟନ କରିଥିଲେ ୱେଷ୍ଟଇଣ୍ଡିଜରେ ଠିକ ଅଛି ନେକ୍ସଟ ଯଦି ଆମେ ଯିବା ସବୁଠୁ ସ୍ୟାଡ ମୁଭମେଣ୍ଟ ଯୋଉ ମ୍ୟାଚ କୁ ସାୟଦ ଆପଣ ଆଉ କେବେ ଦେଖିବାକୁ ଚାହିଁବେନି ଯୋଉ ୱାର୍ଲଡ କପ୍ କୁ ଆପଣ ଆଉ କେବେ ଦେଖିବାକୁ ଚାହିଁବେନି ଦୁଇଟା ରହିବ 2019 ୱାର୍ଲଡ କପ୍ ଆଉ 2023 ୱାର୍ଲଡ କପ୍ 2023 ୱାର୍ଲଡ କପ୍ ଟା ବହୁତ ପସନ୍ଦ ମାନେ ଏତେ ମାନେ ପୁରା ସବୁ ମ୍ୟାଚ୍ ଜିତିକି ଫାଇନାଲ ଟା ହାରି ଯାଇଥିଲା ନା 2023 ୱାର୍ଲଡ କପ୍ ବିକଜ 2023 ୱାର୍ଲଡ କପ୍ ଲାଗିଲା କି ଟିମ୍ ଇଣ୍ଡିଆ ସାୟଦ ଚାମ୍ପିୟନ ହେଇଯିବ ନିଜ ହୋମ କଣ୍ଡିସନ ରେ ବଟ୍ ରୋହିତ ଶର୍ମାଙ୍କ ମନ ଭାଙ୍ଗିଥିଲା ସେଠି ତ ଠିକ ଅଛି ସୌଭାଗ୍ୟ ମଲ୍ଲିକ ଏବଂ ଆପଣଙ୍କର ଫେଭରେଟ ନମ୍ବର କୋଉଟା ଜର୍ସି ନମ୍ବର ଆପଣଙ୍କର କୋଉଟା ଫେଭରେଟ ଫେଭରାଇଟ 14 14 ଆଜ୍ଞା ଏବଂ ତା ପଛରେ କଣ ରହିଛି କାରଣ ଗୋଟେ ରିଜନ ଅଛି ଆପଣ ରିଜନ ଏମିତି ଆରାମସେ କହିପାରିବେ ଏମିତି ଭଲ ଲାଗେ ଗୋଟେ ନମ୍ବର ରାଣ୍ଡମ ନମ୍ବର ଭଲ ଲାଗେ ଗୋଟେ ନମ୍ବର ତ ଲକି ବୋଲି ଲାଗେ ମନ ମାନେ ଭାବେ ଆଉ ଠିକ ଅଛି ଥ୍ୟାଙ୍କ ୟୁ ସୋ ମଚ୍ ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଆମେ ଏଇଠୁ ଆମ ଶୋ କୁ ଏଣ୍ଡ କରିବା ବହୁତ ଲମ୍ବା ଶୋ ରହିଲା ଏବଂ ଯେହେତୁ ଆପଣଙ୍କର ଏଇଟା ଫାଷ୍ଟ ଟାଇମ ପାଇଁ ଯଦି ଆମେ ଦେଖିବା ତ ଆପଣ ଆସିଥିଲେ ଇନଷ୍ଟାଗ୍ରାମ ଲାଇଭ ଶୋ କୁ ତ ଆପଣଙ୍କ ପାଇଁ ବି ଗୋଟେ ବହୁତ ବଡ ଏକ ଖାସ କରିକି ଥିଲା ଗୋଟେ ପରୀକ୍ଷା ଥିଲା କି ଆପଣ କେମିତି ଲାଇଭ ଶୋ ରେ
आंसर देबे किंतु आपण बहुत बढ़िया आंसर देइछंती सोटी बहुत भल रहिला बहुत सारा दर्शक माने मध्ये हम सह जोड़ी हेले ताको क्वेश्चन भी नेलु एवं आशा रहिबो आपनकर नेक्स्ट सीजन बहुत भल जाऊ आपण बहुत सारा रन करंतु डीसीसी संतपुरा को सक्सेस करातु तो सौभाग्य मल्लिक जीवा पूर्वरु किछ कहबाको चाहिबे କିଛି କହିବି ଧନ୍ୟବାଦ ଶୋକୁ ଡାକିବାରୁ थैंक यू सो मच सौभाग्य आपनको मध्य आपण भल क्रिकेट खेलंतु एवं निज नेम आउ फेम बनातु एवं जो टैग आपनको दिया जाय छी छोटा डॉन रो से टैग जेंती समस्त मुखरे आसु एवं आपण गोटे नंबर 1 प्लेयर हेके आसतु बहुत बहुत धन्यवाद एवं ठीक अछि आमे एबे विदाय नबा ए शो को एंड करिबा थैंक यू सो मच सौभाग्य रहिबा जय श्री जगन्नाथ थैंक यू